ভজরত সঙ্গনা কর্মরত ভজরত সঙ্গনা কর্মরত शिव सुंदर सावंत से निकटतम प्रतिनिधि रमेश चंद्र दास 952 खंड बोर्ड आगो अछि आमे बिति आगो चालू थिबो न ए लोक गरा काम करि चुटी हमको वोट देबेनी शिव सुंदर सावंत से निकटतम प्रतिनिधि उमेश चंद्र दास 1123 खंड बोर्ड आगो अछि धन्य कहिरो अरे आगुआ कोन बा अरे हमें पूरा जीतिबू अरे जीतिबू कोन हमें तो जीति की अछु भोट गणति शेष सुधा शिव सुंदर सामंत सेहरा तांग निकटतम प्रतिनिधि उमेश चंद्र दास ठारू 1332 खंड भोट रे पराजय होइछन शिव सुंदर सावंत जितिबा
ପଚାରୁଛି ତମେ ମାନେ କଣ କରୁଥିଲ? ତମେ ମାନେ କଣ କରୁଥିଲ? ଜାଣିଛ କେତେ କଷ୍ଟରେ ମନ୍ତ୍ରୀଙ୍କ ଗୋଡ଼ ହାତ ଧରି ଟିକେଟଟା ଆଦାଇଥିଲେ। ଭାବିଥିଲି ଏଇ ଥରକ ଭୋଟରେ ଜିତିଗଲେ ମୁଁ ଅବକାରୀ ମନ୍ତ୍ରୀ ହେଇଯିବି। ହେଲେ ତମେ ମାନେ ମୋର ସବୁ ପ୍ଲାନ୍କୁ କଣ କଲ ତମେ? ଧନ୍ୟ କହିବ ମତେ ଆଖି ଛୁଉଁଥିଲେ ଭଣଜା। ତୋ ମୁଣ୍ଡ ଛୁଉଁଛି ଶଳା ଆମେ ସବୁ ଦେହକୁ ଲଗେଇ କାମ କରିଥିଲୁ। ଯାହା କହ ଭଣଜା ଏଇ ଶଳା ଲୋକ ଗୁଡାକ ଜମା ଭଲ ଲୋକ। ଶଳା ଆମ ଠାରୁ ଟଙ୍କା ନେଲେ ଗୋଟା କୁକୁଡ଼ା ନେଲେ। ଆରେ ଆମ ଠାରୁ ଯିଏ ସାନ ତାକୁ ନମସ୍କାର। ଆରେ ଆମ ଠାରୁ ଯିଏ ବଡ ତା ଗୋଡ ଠାରୁ ବେକ ବଦନ ଜୁହାର ହେଲୁ ଥରେ। କିନ୍ତୁ ଫଳ କଣ ହେଲା? ଏଇଆ ନା? ଧନ୍ୟ କହିବ ମତେ। ଖାଲି ସେତିକି ନୁହେଁ ଭଣଜା, କାଳେ ତାଙ୍କ ମାଇପି ମାନେ ଆମକୁ ଭୋଟ ଦେବେନି ତାକୁ ଶାଢୀ ଛାୟା ବ୍ଲାଉଜ ଏମିତିକି ଭିତରଟା ବି ଛାଡିନୁ ହାତରେ ଦେଇଛୁ। ତମକୁ କେତେ ଥର କହିଛି ଭୂତଟା ଆମର ଦୁର୍ବଳ ଅଛି। ସେଠାରେ ତମେ ଅଧିକରୁ ଅଧିକ ଟଙ୍କା ଲଗାଇ ସେ ଲୋକମାନଙ୍କୁ ଯଦି ବା ସେମାନେ ନ ମାନିଲେ ସେ ବୁଥଟାକୁ ନୟା ନଦୀରେ ଭସାଇ ଦେବାନି କାହିଁକି? ସେଥିରେ ବି ତମେ ମାନେ କହିବ ମତେ। ଆରେ ଭଣଜା ତୁ ଟିକେ ଧୈର୍ଯ୍ୟ ଧରେ। ଜିତିବା ହାରିବା ଆମ ପାଇଁ ସବୁ ସମାନ। ତୁ ଜାଣିଛୁ ଭଣଜା ଆମେ ହାରିବାର ମୂଳ କାରଣ ହେଲା ସେଇ ଶଳା ଦିନା ମାଷ୍ଟର। ହଁ ସେଇ ଶଳା ଦିନା ମାଷ୍ଟର। ସେଇ ଶଳାଟି ସେଇ ବୁଥରେ ପ୍ରେସାଇଡିଂ ଅଫିସର ଥିଲା। ତୁ କହିବା ଅନୁସାରେ ଆମେ ବୁଥ କବ୍ଜା କରିବାକୁ ଚେଷ୍ଟା କରିଥିଲୁ। ଶଳାଟା ଜମା ସୁଯୋଗ ଦେଲାନି। ସାଙ୍ଗେ ସାଙ୍ଗେ ପୋଲିସ କି ଫୋନ କରିକି ଡାକିଦେଲା। ଶିବ ସୁନ୍ଦର ସମୟରେ ସେ ଶୁଣନ୍ତି ଖେଳ ଖେଳିଛି ଛଡେଇବେନି ତା ପରିବାରଟାକୁ ସବୁଦିନ ପାଇଁ ମାଟିରେ ମିଶାଇ ଦେବେ। ଶିବ ଶିବ କାହା ପାଇଁ ଶିବ ତ କାହା ପାଇଁ ଶିବ ଆଉ କାହା ପାଇଁ ଶିବ ଶିବ। କିଛି କମ ନୁହଁ ମୋ ଭଣଜାକୁ ଧୂଳି ଦେଇ ତୁ ସବୁଦିନ ଲାଗି ବମ୍ବେ ଚାଲେ ଯିବାକୁ ବସିଥିଲୁ। ତୁ ଶଳାଟି ମରିବୁ କଣ ମଲୁ ତ? ଶିବ କାହା ପାଇଁ ଶିବ ତ କାହା ପାଇଁ ଶିବ ଆଉ କାହା ପାଇଁ ଶିବ ସୁନ୍ଦର। ଆରେ ଶୁଣ ମନ୍ତ୍ରୀକୁ କହିଲେ ପାଞ୍ଚ ଜଣଙ୍କର ଟେଣ୍ଡର କ୍ୟାନସଲ କରି ତୋରାରେ 5 କୋଟି ଟଙ୍କା ଟେଣ୍ଡର ପାସ୍ କରିଥିଲି। କଥା ଥିଲା ତୁ ମତେ 1 କୋଟି ଟଙ୍କା ଦବ। ଆବେ ଟଙ୍କା କାଏ ଟଙ୍କା ଦେ। ସତ କହୁଛି ବାବୁ ମୁଁ ବିଶ୍ୱାସ କରୁଛି ଆପଣଙ୍କ କଥା ଅନୁସାରେ 5 କୋଟି ଟଙ୍କା ଦେବା କଥା। ଆମର ସରିଲା ଅଛି ଲିଷ୍ଟଟା ଭୁଷୁଡ଼ି ପଡ଼ିଲା। ମୁଁ କୋଟି ଟଙ୍କା ବର୍ବାଦ ହେଇଗଲା। ମୁଁ ଆପଣଙ୍କୁ କଥା ଦେଉଛି ଆପଣଙ୍କ ନେକ୍ସଟ କାମରେ ମୁଁ ଆପଣଙ୍କୁ ଟଙ୍କା ସୁଝି ଦେବି। ବୋଧେ ସତ କ୍ଷମା କରନ୍ତୁ। ଧନ୍ୟ କହିବ ମତେ। ତୁ ଶଳାଟି କଣ 20 ଭାଗରେ କାମ କରିଥିଲୁ? ଜାଣେ ପରା ତମେ ଶଳା ଯେତେକ ସବୁ କଣ୍ଟ୍ରାକ୍ଟର ଆଉ ତମ କାମ ସବୁ ଶଳା ଏଇଆ କମ ଟଙ୍କା ଖଟେଇ କେମିତି ଅଧିକ ଲାଭ ହେବ ଶଳା ସେଇ କାର୍ଯ୍ୟରେ ତମମାନଙ୍କୁ ବେଶ ଭଲ ଭାବରେ ଜଣା। ଆଉ ତୁ ଶଳାଟି ଜମା ସିମିଟି କିଣି ଜାଣିନୁ ଆଉ ବ୍ରିଜ ରହିବ କେମିତି? ବାଜେ କଥା ଶୁଣିବାକୁ ମୋ ଘରେ ସମୟ ମରିବ। କ୍ଷମା କରନ୍ତୁ।
ଧୀରେ ସୁଝିବ ଆବେ মরিব ଧନ୍ୟ କହିବ ମତେ। ଆରେ ଭଣଜା, ଆରେ ତୁ କଣ ତ ମାମୁଁକୁ ମାରିବୁ? তোমাকে সে সুমতি নামস্টরকু সে হারাম দাদাটা ও লাইফটাকু পুরা বরবাদ করে দিয়েছে ছাড়েবেনি তাকে মারি দেবে ও শিবা कहाँ पाई शिव तो कहाँ पाई शिवा अरे कहाँ पाई शिव सुंदर ଏ ଭଣଜା, ଆରେ ମୁଁ ତ ପୁରାପୁରି ଡରି ଯାଇଥିଲି। मामा ଏବେ ସେ ଦିନ ନଷ୍ଟଟା ଭୋଟ ଦିଅ ଧନ୍ୟ କହିବ ମତେ। ଆଉ କୋଉଠି ଥିବ ଭଣଜା? ସେଇ ଶଳାଟି ସେଇ ସ୍କୁଲରେ ଥିବ। ସ୍କୁଲରେ ଥିବ ସେ ଶୋଳଟା କଥା ମୁଁ ପରେ ବୁଝିବି ହବ ଆରେ ମାୟା ଆରେ କଣ ହେଇଛି ତୁ ଆଜି ପୁରା ଖୁସି ଆମେ ଆସୁଛୁ ବସ୍, ଆମେ ଆସୁଛୁ ବସ୍। ଶୁଣ ଜଣା ଆରେ ରାସ୍ତାକୁ ନେଇ ନଈରେ ବସାଇ ଦିଅ ଠିକ୍ ଅଛି ବସ୍। ଭାଇ ସେ ଲୋକଟା କେମିତି ଗଲା? ତାକୁ କିଏ ମାରିଲା? ଆରେ ତୁ ଜାଣିନ ମାୟା ତୋ ଭାଇର 1 କୋଟି ଟଙ୍କା ନେଇ ଏ ଲୋକଟା ବମ୍ବେ ଫେରାର ହବାକୁ ବସିଥିଲା ସେଥିପାଇଁ ତାକୁ ଛାଡ ସେ କଥା ଗୁଡ୍ ରାଇଟ୍ ଡିସିସନ୍ ନେଇଛ ତମେ। ଆଚ୍ଛା ତୁ ଆଜିକାଲି କଲେଜ ଯିବନି କି ମୁଁ ତ ସେଇ କଥା କହିବା ପାଇଁ ଆସିଥିଲି ଭାଇ। ଆମ କଲେଜରେ ଆଜି ଗୋଟେ ଫଙ୍କସନ୍ ଅଛି। ଆଚ୍ଛା, ଆଚ୍ଛା। ଫେରିଲା ବେଳକୁ ଟିକେ ଲେଟ୍ ହେଇଯିବ। ହଁ। ତମେ ଜମା ବ୍ୟସ୍ତ ହବନି। ନାଇଁ ତୁ ଯା ଆସିଗଲି ବାଏ। ଜମା ବ୍ୟସ୍ତ ହେବେନି ଆସୁଛି ମୁଁ। ଜମା ବ୍ୟସ୍ତ ହବନି। ବାଏ। ଆଏ। କଣ କହିଲ ଦିନା ମାଷ୍ଟରଟା ସ୍କୁଲରେ ଥିବ ସେ ଆରାମ ଦାଦାକୁ ଛାଡ଼ିବିନି ସେ ଶିବା ଦାଦା ରନ୍ଧରେ ହାତ ମାରିଛି ସେ ଲାଗୁ ସବୁ ରନ୍ଧରେ ହାତ ମାରିଛି ମନେ ରଖ ଦିନା ମାଷ୍ଟର ତୁ ମରିବ ତୁ ମୋ ହାତରେ ନିଶ୍ଚୟ ମରିବ ମୋ ଶିବା कहाँ पाई शिवाई सब
শিব শিব বন্দনা মা বন্দনা গরিবটা উপরে বর্ষটা দাও সারি 3 দিন ହେଲା 18 ବର୍ଷଟା ଲାଗି ରହିଛି କମିବାର ନା ଧରୁନି ବନ୍ଦନା ଯାଉଛି ବାପା ଯାଉଛି। ବାପା ମତେ ଡାକଥିଲେ? ହଁ ମା ଜଗନ୍ଟା କଣ ଘରକୁ ଆସିନେ ପର୍ଯ୍ୟନ୍ତ ନାଇଁ ବାପା, ବଡ ଭାଇ ଏପର୍ଯ୍ୟନ୍ତ ହେଲାଣି ଘରକୁ ଆସିନି। 3 ଦିନ ହେଲାଣି କୁଆଡେ ଯାଇଛି ଯେ ଯାଇଛି, ତାର ଏପର୍ଯ୍ୟନ୍ତ ହେଲାଣି ଦେଖା ଦର୍ଶନ ବି ନାହିଁ। ସାନ ଭାଇଙ୍କର ଇଣ୍ଟରଭ୍ୟୁ ପାଇଁ କଟକ ଯାଇଛି, ମତେ କଲ୍ କରିଥିଲେ ଆସିବ ବୋଲି, ଏପର୍ଯ୍ୟନ୍ତ ସେ ବି ହେଲେ ଆସିନି। ବନ୍ଦନା ବାପା ସାନ ଭାଇ ପରେ ଆସିଲେଣି। ବନ୍ଦନା ଆମେ ମତେ ନା ଭାରି ଭୋକ ଲାଗିଲାଣି। ଚାଲିଲୁ ମୋ ପାଇଁ କଣ ଟିକେ ଖାଇବାକୁ ଆଣିବୁ। ତୁ ଗୋଟେ କାମ କର, ତୁ ମୋ ପାଇଁ ଖାଇବାକୁ କର, ମୁଁ ହାତ ଧୋଇ ଆସୁଛି। ମୁଁ କିଛି ରୋଷେଇ କରିନି। ଘରେ ନା ଚାଉଳ ଅଛି ନା ପନିପରିବା ଅଛି, ରୋଷେଇ କେମିତି କରିଥାନ୍ତି? ଆରେ ମା ତତେ ନା କହିଥିଲି ନିଧି ମଉସା ଦୋକାନରୁ ଯାଇ ବାକିରେ କିଛି ସଉଦା ଆଣିବା ପାଇଁ ତୁ ଗଲୁନି କି ମା? ଯାଇଥିଲି ବାପା, ସେଇଠି ତୁ ରୋକଠୋକ କରି ମୋ ମୁହଁରେ ମନା କରିଦେଲି। କହିଲେ ତମର ବାକି ଟଙ୍କା ଅଛି, ସେସବୁ ସୁଝିଲା ନ ପର୍ଯ୍ୟନ୍ତ ସେ ଆଉ କିଛି ବି ହେଲେ ସଉଦା ଦେବେନି। କଣ କହିଲୁ? ମନା କଲା ହଉ ଭାଇ, ଭାରି ଚାଷ କଲାଣି। ଆରେ ଆମେ ଆଜି ପଇସା ପକାଇছে କାଲି ଦବା, ତାପରେ ସେ ଜିନିଷ ଦବନି। ମୁଁ ଏବେ ତ ଭାଇ କିଛି ଲାଭ ହବନି ରେ ବାପା। ତାର ପୂର୍ବ ପଇସା ବାକି ରଖିଛେ, ତାପରେ ରାଗିଲେ ହବ? ବାପା ଭାଇ କଣ ଘରକୁ ଆସିନାହାନ୍ତି? 3 ଦିନ ହେଲା ପିଲାଟା ମୋର କୁଆଡେ ଯାଇଛି, ତାର ଦେଖା ଦର୍ଶନ ନାହିଁ। ଏ ପିଲାଟା ଏ ଘର ପାଇଁ ଖଟି ଖଟି କୋଳା କାଠ ପଡିଗଲା। ପକ୍ଷାଘାତ ତରଙ୍ଗରେ ମୁଁ ଆଜି ଅଥର୍ବ ପଙ୍ଗୁ। ତମ ପାଇଁ ଗୋଟେ ବୋଝ ହେଇ ରହିଯାଇଛି ରେ ବାପା, ବୋଝ ହେଇ ରହିଯାଇ। এই তো ভাই আসলেন। তোমার মুন্ড কোন হয়েছে ভাই? ଜଗ ତୋ ମୁଣ୍ଡ କଣ କହୁନି ଯେ ମୁଣ୍ଡ କାହିଁକି ଫାଟିଲା ବାବା? ମୋର କିଛି ହେଇନି ବାପା, ତମେ କାହିଁ ବ୍ୟସ୍ତ ହଉଛ କହିଲ? ଏ ନା ହଁ ଭାଇ, ତୁ ଗୋଟେ କାମ କର, ଏ ବ୍ୟାଗରେ ଚାଉଳ ଡାଲି ପନିପରିବା ସବୁ ଅଛି। ମୁଁ ଜଲ୍ଦି ଯାଇ ରୋଷେଇ କରିଦେଉଛି। ତୁ ଶୀଘ୍ର ରୋଷେଇ କଲେ ସମସ୍ତେ ଏକାଠି ବସି ଖାଇବା। ମତେ ଭାରି ଭୋକ ଲାଗିଲାଣି। ହଁ, ତତେ ତ ଭାରି ଭୋକ ଲାଗୁଥିବ, ସେମିତି ଜମା ବାହାରେ କିଛି ଖାଇନ ତ। ଆଲୋ ଦେବାସୀ ଗଲେ ଗୋଟେ ଆଲୋ 50 ଟଙ୍କା ଦେଇଥିଲେ, ବସ୍ ଯିବା ଆସିବା କରିଥିଲେ 50 ଟଙ୍କା ପଳେଇଲା। କୋଉଠି ପଇସା ବଳିଲା ସେ ଖାଇଥାନ୍ତି କହିଲୁ? ଜମା ଖାଇଦେବୁ। ବନ୍ଧୁ ନା ତୁ ଗୋଟେ କାମ କର, ସେ ବ୍ୟାଗରେ ଗୋଟେ ବିସ୍କୁଟ ଅଛି, ଜ୍ୟୋତିକୁ ଦେଇଦେ, ଖାଇଦଉ। ସେ କେତେ କୁଆଡେ ବୁଲି ଆସିଲାଣି, ତାକୁ ନିଶ୍ଚୟ ଭୋକ ଲାଗୁଥିବ। ହଁ ଭାଇ, ତାକୁ ନିଶ୍ଚୟ ଭୋକ ଲାଗୁଥିବ। ଦେଇ ଦଉଛି ବିସ୍କୁଟ, ଗିଭ୍ ୟୁ ଅ ସିଟ୍। ଆରେ 3 ଦିନ ହେଲା ଘର ଭସ୍କା ଲାଗି ରହି, ବାହାରକୁ ପଦେ ଗୋଡାଇବା ପାଇଁ ସମୟ ଦଉ। କାହାର କାମ କରୁ ଯେ ତତେ କିଏ ପଇସା ଦେଲା, ଆଉ ସେଇ ପଇସାରେ ତୁ
ସଉଦା ନେଇ ଆସିଲୁ ଆଉ ତୋ ମୁଣ୍ଡ ଫାଟିଲା କେହି ତ ବାପା। ବର୍ଷା ପବନ ତ ଲାଗି ଯାଉଛି। କାମ କରିବାକୁ ଯାହା ପାଖକୁ ଗଲି ସମସ୍ତେ ମନା କରିଦେଲେ। ମୁଁ ଭାବିଲି ଘରକୁ ଯାଇ କରିବି କଣ, ଘରେ ତ ଖାଇବାକୁ କିଛି ନାହିଁ। ବିଦ୍ର ବାବୁଙ୍କ ପାଖକୁ ଯାଇ ଘରେ ସୁଜି ଦେବି କହି କିଛି ଟଙ୍କା ଧାର ମାଗିଲି। ସେ ମୋ କଥା ଶୁଣିବା ମାତ୍ରେ କିଛି ଟଙ୍କା ଦେଲେ ଆଉ କହିଲେ ସେ ଟଙ୍କା ଫେରସ୍ତ କରିବା ଦରକାର ନାହିଁ। କିନ୍ତୁ ଆମ ହାତରୁ କିଛି କାଠ କାଢି ଦେବାକୁ, କାଠ କାଢୁ କାଢୁ ଖଣ୍ଡେ କାଠ ମୋ ମୁଣ୍ଡରେ ପଡି ଖଣ୍ଡିଆ ହୋଇଗଲା। ସେ ସଙ୍ଗେ ସଙ୍ଗେ ଔଷଧ ଆଣି ମୋ ମୁଣ୍ଡରେ ଲଗେଇଦେଲେ। ସେ କଣ କହିଲେ ଜାଣିଛ ବାପା? ଯୋଗୁ ତୁ ଘରକୁ ନ ଯାଇ ଆମରି ଘରେ ରହିଯା। ବାପା ପବିତ୍ର ବାବୁ ନା ବହୁତ ଭଲ ଲୋକ, ସେ ଆମ ପାଇଁ ଆଏ କଣ ଦରକାର ଥିଲା କହିଲ? କେମିତି ଝଡ଼ ବର୍ଷା ଭଳି ଦିନରେ କାମକୁ ଯିବା? କାମକୁ ନ ଯାଇଥିଲେ ଆମେ ଖାଇଥାନ୍ତେ କଣ? ଆମେ ପାଣି ପିଇ ରହିଯାଇଥାନ୍ତେ, ତା ବୋଲି ତମେ ଆରେ ଆମେ ସିନା ପାଣି ପିଇ ରହିଯାଇଥାନ୍ତେ, ହେଲେ ଆମ ବାପା ସେ ପରା ରୋଗୀ ଲୋକ। ତୁ କହିଲୁ ସେ ଖାଲି ପେଟରେ କେମିତି ଔଷଧ ଖାଇଥାନ୍ତେ? ତା ଛଡା ତୋତେ ତ ରାତିରେ ନ ଖାଇଲେ ନିଦ ହୁଏନି। ଆରେ ପରିବାରଟା ଉପରେ ଆଉ କେତେ ଦୁଃଖ ଦେବ। ପିଲାଟା ମୋର ଘର ପାଇଁ ଖଟି ଖଟି କୋଳା କାଟିବ। ମୁଁ ତ ଗୋଟେ ଅଥର ବାପାଙ୍କୁ ଏସବୁ ଦେଖିବା ପୂର୍ବରୁ ମତେ ମରଣ ନ ହଉଛି କାହିଁକି? କି ବାପା ତମେ କାନ୍ଦୁଛୁ ବାପା? ଘରର ବଡ଼ ଲୋକମାନେ ମନ କଷ୍ଟ କଲେ ଘର ପାଇଁ ଅମଙ୍ଗଳ ବାପା। ତମେ କଣ ଚାହୁଁଛ ଆମ ଘରର ଅମଙ୍ଗଳ ହେଉ? ଏ ଜ୍ୟୋତି ତୁ ବା ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲୁ? ଆରେ ସେ ଇଣ୍ଟରଭ୍ୟୁରେ କଣ ହେଲା ମତେ କାହିଁ କିଛି ଜଣେଇଲୁନି? ମୁଁ ପରୀକ୍ଷାରେ ପାସ୍ କରିଛି ଭାଇ। କଣ କହିଲୁ? ପରୀକ୍ଷାରେ ପାସ୍ କରିଛୁ? ଏ ଜ୍ୟୋତି ଆରେ ତୁ ସତ କହୁଛୁ ତୁ ପରୀକ୍ଷାରେ ପାସ୍ କରିଛୁ? ବାପା ଆମ ଜ୍ୟୋତି ପରୀକ୍ଷାରେ ପାସ୍ କରିଛି। ଏଥର ମୋର ଆଉ କିଛି କରିବାର ନାହିଁ। ଏଥର ମୁଁ ଖାଲି ଗୋଡ଼ ଉପରେ ଗୋଡ଼ ଥୋଇ ବସିବି। ଦେଖ ରେ ଗାଁ ଲୋକ, ଦେଖ ଜ୍ୟୋତି ଯାହାଙ୍କର ଭାଇ ଜଗନ ଦାସ ଖାଲି ଗୋଡ଼ ଉପରେ ଗୋଡ଼ ଥୋଇ ବସିବ। ଏ ଜ୍ୟୋତି ତୁ ପରୀକ୍ଷାରେ ପାସ୍ କରିଛୁ ନା? ମୋ ମନ କହୁଛି ତୁ ମତେ ନିଶ୍ଚୟ କିଛି ଠକୁଛୁ। ଆମ ଭଳି ଗରିବ ଲୋକମାନେ ପରୀକ୍ଷାରେ ପାସ୍ କରି କିଛି ଲାଭ ନାହିଁ ଭାଇ। ଆରେ ଲାଭ ନାହିଁ ମାନେ କଥାରେ ଅଛି ଯେ ପରୀକ୍ଷାରେ ପାସ୍ କରେ ସେ ନିଶ୍ଚୟ ଚାକିରି କରେ। ତୁ ତ ପାଠ ପଢି ପାସ୍ କଲୁ, ତୁ ଚାକିରି କରିବୁ। ଏଥିରେ ଲାଭ ନାହିଁ କ୍ଷତି ନାହିଁ। ତୁ ଏସବୁ କଥା କଣ କଣ ଭାଇ ପାସ୍ କଲେ କଣ ହବ ଭାଇ? ସେ ଚାକିରିଟା ପାଇବା ପାଇଁ ହେଲେ ମତେ ଲକ୍ଷେ ଟଙ୍କା ଲାଞ୍ଚ ଦବାକୁ ପଡିବ। ବାପା ଭାଇ ରୋଷେଇ କରା ସରିଲାଣି। ଚାଲ ଚାଲ ସାଙ୍ଗ ଖାଇବା, ଭୋକ ଭାରି କଲାଣି। ହଁ ଭାଇ ଲାଞ୍ଚ ଆଜିକାଲି ଦୁନିଆରେ ପାଠ ପଢିଲେ କିଛି ବି ଲାଭ ନାହିଁ। ଟଙ୍କା ନାହିଁ ତ ଚାକିରି ନାହିଁ। ତମେ କହିଲ ଭାଇ ଏ ସବୁ ଜାଣି ସାରିଲା ପରେ ମୁଁ କେମିତି ଖୁସି ହେଇଥାନ୍ତି? ଏ ସାନ ଭାଇ ଅବଶ୍ୟ ଚାକିରି ଫାକିରି ଦରକାର ନାହିଁ। ତୁ ତ ବଡ ଭାଇ ଗୋଟେ ଉପରେ ଏଡ ବଡ ପଛ ନଦୀ ଦେଇନାଲୁ। ବନ୍ଦନାଟି କହୁଛି ରେ ଜ୍ୟୋତି, ଆରେ ଆମେ ହେଲା ଗରିବ, କୋଉ ବିଶ୍ୱାସରେ ଆମକୁ କେତେ ଗୋଟେ ଟଙ୍କା କିଏ ଦବ? ମୋ ମତରେ ଭଲ ହବ ତୁ ସେ ବଡ ଭାଇ ସାଥିରେ ଯାଇ କାମ କର। ଚାକିରି ବାକିରି ଆମ ଦ୍ୱାରା ହେଇପାରିବ। ବାପା ବହୁତ କଷ୍ଟ କରି ଏତେ ବଡ ଚାକିରିଟେ ପାଇଥିଲି। ଜୀବନରେ କେବେ ବି ସେ ସୁଯୋଗ ଆସିବନି। ସେଥିପାଇଁ ନା ମତେ ଭାରି କଷ୍ଟ ଲାଗୁଛି। ଆରେ କୋଉ ଦିନକୁ ତୋର କେତେ ଟଙ୍କା ଦରକାର କହିଲୁ? ଆସନ୍ତା 25 ତାରିଖକୁ ମୋର ଲକ୍ଷେ ଟଙ୍କା ଦରକାର ଭାଇ। ଏ ବଡ ଭାଇ ତୁ ତ ଘର ପାଇଁ ଗଲା ନା କଣ? ତୁ ଏତେ ଟଙ୍କା ଆଣିବୁ କୋଉଠୁ? ଏ ସାନ ଭାଇ
आज तुमने चुप ही छिया जो कौन तू बड़ भाई के मना करो न काहे के ଜଗା ଆରେ ଏ ଘର ପାଇଁ ଦି ଓଳି ଦି ମୁଠା ଖାଦ୍ୟ ଯୋଗାଡ଼ କରିବା ପାଇଁ ମୋ ପାଇଁ କଷ୍ଟକର ହେଇ ପଡୁଛି ରେ ବାପା ତୁ ଏ ଟଙ୍କା କୋଉଠୁ ଆଣିବୁ ତତେ ଖାସ କରି ଭାଇକି କହୁଛୁ କେମିତି କହିଲୁ ବାପା ତୁ ମନା କର ସେ ଚାକିରି ବାକିରି ଆମ ଦ୍ୱାରା ହେଇପାରିବ କଣ କହିଲ ବାପା ମୋ ଭାଇକୁ କେତେ ଦୁଃଖ କଷ୍ଟରେ ପାଠ ପଢେଇଥିଲି କରୁ ମୋ ସାଙ୍ଗରେ ମୁଣ୍ଡ ଲାଗିବାକୁ ତମେ ଦେଖ ବାପା ଖାଲି ଚାକିରି ପାଇଗଲେ ନା ମୋର ଦୁଃଖ ରହିବ ନା ମୁଁ ଏମିତି କାମ କରିବି ଯଦି ସବୁ ଟଙ୍କା ସୁଧ ମୂଳ କରି ସୁଝି ଦେବ ହାଏ କଣ ବନ୍ଦନା ତୁ ଦେଖିବୁ ମୋର ଚାକିରିଟା ହେଇଗଲେ ନା ମୋ ବାହାଘରଟା ଗୋଟେ ବଡ ଘରେ ଗୋଟେ ଭଲ ଘରେ ବାହା ଦେବି ଆରେ ଏତେ ଟଙ୍କା ସେ ଆଣିବ କୋଉଠୁ କାହିଁ ବେଶୀ ରହୁଛ ବାପା ମୁଁ କଣ ମୁଣ୍ଡ ଲାଗୁଛି ବୋଲି ମତେ କି ସାହାଯ୍ୟ କରିବନି ତମେ ଦେଖ ବାପା ଆମ ଜ୍ୟୋତି ପାଇଁ ମୁଁ ନିଶ୍ଚୟ ଲକ୍ଷେ ଟଙ୍କା ଯୋଗାଡ଼ କରିବି ଭାଇ ତମ ଋଣ ମୁଁ କେବେ ବି ସୁଝି ପାରିବିନି ଭାଇ ତମେ ମଣିଷ ନୁହେଁ ଭାଇ ତମେ ମୋ ପାଇଁ ସାକ୍ଷାତ ଈଶ୍ୱର ପ୍ରଭୁ ଜଗନ୍ନାଥ କେତେ ଦୁଃଖ କଷ୍ଟ ଆସିଲାଣି ତମର ମୁଁ କେବେ ବି ଛାଡ଼ିବିନି ଭାଇ କେବେ ବି ଛାଡ଼ିବିନି ଏ ପ୍ରଭୁ ଜଗନ୍ନାଥ ଆଉ କେତେ ପରୀକ୍ଷା ପରିବାରଟା ପରେ ଦବ କଣ କହିବ ଏ ଶାଗ ପଖାଳ ଖାଉଥିବା ଲୋକଟାକୁ ଡାଇନିଂ ଟେବୁଲର ସ୍ୱପ୍ନ କାହିଁକି ଦେଖାଉଛ ପ୍ରଭୁ ଚନ୍ଦ୍ରକୁ ପାରି ବୋଲି ଭାବି ଖାଉଥିବା ବିଚରା ଠେକୁଆ ଭଳି ଆମ ପରିବାର ଅବସ୍ଥା ହବନି ଏ ଘରର ମୁରବି ହଉଛି ମୁଁ ଅର୍ଥ ଯୋଗାଡ଼ କରିବା ମୋର ଦାୟିତ୍ୱ ମହାଭାରତ ଯୁଦ୍ଧର ବେଳାସନ ଭଳିଆ ମୁଁ ଖାଲି ଦେଖୁଛି ସିନା କିଛି କରିପାରୁନି ମୁଁ ଜାଣିପାରୁନି ଏସବୁ ମୋ ଭାଗ୍ୟର ଦୋଷ ନା କର୍ମର ଦୋଷ समय गोविंद केवे काहरे कुसा हेले मोरे सलता करे टिकेया समय गोविंद केवे काहरे कुसा हेले मोरे समागे तको टिकेया लुहर गुणत भी मनत भरा संगले लुहर गुणत भी मनत भरा संगले बिना जागरणे आँखि संपर्क हुए से भाई रे सोना और मेरे Thank you.
ଯାଉଛି ବାପା ଯାଉଛି। ବାପା ହଁ ବାପା ରୋଷେଇ ସବୁ ସରିଲାଣି। ଆଗକୁ ଏକ୍ଜାମ ଅଛି ତ ସେଥିପାଇଁ ରୋଷେଇ ସାରିକି ମୁଁ ପାଠ ପଢୁଥିଲି। ସବୁ କାମ ସାରି ଦେଇଥିବ। ଆଚ୍ଛା ମା ବାପା ସିଏ ପରା ଶୋଇଛି। ତାର କାମ କଣ କି ସେ ଶୋଇଛି ସେ ପର୍ଯ୍ୟନ୍ତ ଉଠି। କଣ ହେଲା ଦିନ ଆସି 9ଟା ବାଜିଲାଣି ଏପର୍ଯ୍ୟନ୍ତ ସେ ଶୋଇଛି। ହଁ ସେତିକି ନୁହେଁ ବାପା ତାର ଏବେ କଥାବାର୍ତ୍ତା ଚାଲିଚଳନ ଏ ଠିକ ଲାଗୁନି। ପ୍ରତିଦିନ ରାତିରେ ସେ ଡେରିକି ଫେରୁଛି। ହଁ ବାପା ଜାଣିଛନ୍ତି ବାପା କାଲି ରାତିରେ ସେ ଘରକୁ ଫେରିଲା ବୋଧେ କିଛି ନିଶା ଖାଇଥିଲା। ତା ଆଖି ଗୁଡେ ଲାଲ ଦେଖା ଯାଉଥିଲା ବାପା। ଯେତେବେଳେ ତାକୁ କିଛି ପଚାରିଲି ସେ କିଛି କହିଲାନି ବାପା। ଚୁପଚାପ ହେଇକି କାଇଁ ଘୁମ ମାରି ବସିଲା। ଆଉ ମୁଁ ଯେତେବେଳେ ଖାଇବାକୁ ଦେଲି ଚୁପଚାପ ଖାଇକି ଶୋଇ ପଡିଲା। ଏମିତି କଣ କହୁଛୁ ରେ ମା? ତୋ ଠାରୁ ଏତେ କଥା ଶୁଣି ସାରିଲା ପରେ ମୋ ପାଦ ତଳୁ ମାଟି ଖସି ଗଲା ପରି ଲାଗୁଛି। ତା ମାନେ ସେ କଣ ପାଉଡର ଖାଉଛି? ମାନେ ମୁଁ କହିପାରିବିନି ବାପା ହେଲେ କିନ୍ତୁ ମୁଁ କଣ କହୁଥିଲି କି ବାପା ହେଲେ ଏଥିପାଇଁ ଦାୟୀ ମୁଁ ନୁହେଁ। ମୁଁ କଣ କରିବି ବାପା ଏତେ ମୋର ଭୁଲ ରହିଲା କୋଉଠି? ସବୁ ଜାଣି ଶୁଣି ତୁ ମତେ ଲୁଚେଇଛୁ କାହିଁକି? ବାପା ବହୁତ ଥର କହିବାକୁ ଚେଷ୍ଟା କରିଛି କିନ୍ତୁ ମୁଁ ତାକୁ ରାଗ ହେବି ତାକୁ ବାଡେଇବି ଏଇଥିପାଇଁ ତୁ ମୋ ଚାକରେ ଲୁଚେଇ ରଖୁଛୁ ଏଇଆ ନା? ହଁ ବାପା ହେଲେ କିନ୍ତୁ ମୋ ପାଖରେ କିଛି ଉପାୟ ନଥିଲା ବାପା। କୁହନ୍ତୁ ବାପା ସେ ତ ନିଶା ଖାଉଛି। ଅଣ୍ଟିରେ ନିଆଁକୁ ଯେତେ ଲୁଚେଇ ରଖିଲେ କଣ ହବ ମା? ଉଡ଼ିଯିବ ହେଲେ ନିଆଁ ନିଭିବନି ବର ନିଆଁ ତାର କାୟା ବିସ୍ତାର କରି ଚାଲିଯିବ। ବାପା ମୁଁ ଆଜି ଅନୁତାପ କରୁଛି ବାପା। ମୁଁ ଆଜି କେତେ ବଡ ଭୁଲ କରିଛି ମୁଁ ଏଇଟା ଅନୁତାପ କରୁଛି। ମୁଁ ଆପଣଙ୍କୁ କ୍ଷମା ମାଗୁଛି ବାପା। ମତେ କ୍ଷମା କରିଦିଅ ବାପା। ମତେ କ୍ଷମା କରିଦିଅ। ସୁନ୍ଦର ବଚନ ଆଉ ବୋହିଗଲା ପାଣି ଏସବୁ ତମେ ଯେତେ ଚେଷ୍ଟା କଲେ ବି ତମେ ତାକୁ ତ ଫେରେଇ ଆଣିପାରିବନି ରେ ମା। ମୁଁ ସେ ନିଶା ବିଷୟରେ ଅଳ୍ପ ବହୁତ ଜାଣିଛି। ତାକୁ ଥରେ ଯିଏ ଅଭ୍ୟାସ କରିଛି ଛାଡିବା ମହାନ। ଅପା ଏ ଅପା ଅପା ମତେ ଟିକେ ପାଣି ଦେଲୁ ମୋ ଧୋଇବି। ଆରେ ହେ ଅନାଦିକ ମତେ ଟିକେ ଲାଜ ଲାଗୁନି? ଦିନ ଆସି 9ଟା ବାଜିଲାଣି ବାବୁଙ୍କର ଏଇନା ନିଦ ଭାଗୁଛି ସେଥିରେ ବରାଦ କରୁଛି କଣ ନା ଅପା ମତେ ପାଣି ଦେଲୁ ମୁଁ ମୁହଁ ଧୋଇ ହେବି। ଅପା କାହିଁକି ସକାଳୁ ସକାଳୁ ମିଛଟା ମୋ ରାଗୁଛ କହିଲ? କାମ ନଥିଲା ଟିକେ ଶୋଇ ପଡିଥିଲି ଆଉ। ରାକ୍ଷସ କାରଣ ରାକ୍ଷସ ମାନେ ରାତି ଅନିଦ୍ରା ହୋଇ ନାରୀ ମଦ ମାସରେ ବୁଡି ରୁହନ୍ତି। ଅନେକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତି କାରଣ ସେମାନଙ୍କ ପାଖରେ ଦିନ ରାତିର କିଛି ମାନେ ନଥାଏ। ତାମାନେ ଆପଣ କଣ କହିବେ ତ? ରାକ୍ଷସ ସେ ପ୍ରଶ୍ନଟା ବର୍ତ୍ତମାନ ନ ପଚାରି ନିଜେ ନିଜକୁ ବଚାଅ। ଉତ୍ତରଟା ଆପେ ଆପେ ପାଇଯିବୁ। ହଁ ବୁଝିଗଲି। ଏଇ କାହାଣୀ ସକାଳୁ ସକାଳୁ ଆପଣ ମୁଣ୍ଡଟା ଖରାପ କରିଛି। ହଁ କରିବନି ବା କେମିତି? ଭାବୁଛି ମୁଁ ଆପଣଙ୍କର ଗେଲା ଝିଅ। ତୋର ଏତେ ସାହସ ତୁ ବାପାଙ୍କ ମୁହଁରେ ଜବାବ ଦଉଛୁ? ଆରେ ତୁ ବାପାଙ୍କ ମୁହଁରେ କାହିଁକି ଜବାବ ଦଉଛୁ? ତୋର ଏତେ ସାହସ ହେଇଗଲାଣି ଦିନକୁ ଦିନ ତୁ ଅନେଇଲୁ କେତେ କଥା କହି ଯାଉଛୁ ତା ଠିକ ଠିକଣା ନାହିଁ। ବାପା ମୁହଁ ଜବାବ ଦଉଥିଲି ଲାଜ ଶରମ ଲାଗିଲାନି। ଆରେ ବାପା ତତେ କିଛି କହୁନାହାନ୍ତି ବୋଲି ଦିନକୁ ଦିନ ତ ସାହସଟା ବଢି ଯାଉଛି। କଣ କହିବାକୁ ଚାହୁଁଛୁ ତୁ? କାହ୍ନା ଏସବୁ କଣ ସତ କଥା? ହଉ କଥା ବାପା। ଏଇ ତୁ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା ଦ୍ରବ୍ୟ ଖାଉଛୁ? ଏ ସମ୍ପୂର୍ଣ୍ଣ ମିଛ କଥା। ମିଛ କଥା କୋଉଟା ମିଛ? କହ ମତେ କୋଉଟା ମିଛ? ପ୍ରତିଦିନ ରାତିକି ତୁ ନିଶା ଖାଇକି ଆସୁଛୁ ଏଇଟା ମିଛ? ନା ଦେଖା ଯାଉଛି ଏଇଟା ମିଛ? ବାପା ମୋଠୁ ଯୋଉ ପଇସା ନଉଛୁ ତାକୁ କରୁଛୁ କଣ? ମୋଠୁ ଯୋଉ ପଇସା ନଉଛୁ ତାକୁ କରୁଛୁ କଣ? ଘରକୁ ଯା ଆଗ ଆଇନାରେ ତୋ ମୁହଁଟା ଦେଖି ଆସିବୁ। ଖାଇ ଖାଇ ତୋ ମୁହଁଟା କେମିତି ଦେଖାଗଲାଣି? ଏ ଯାଉ ଯାଉ ଚିନ୍ତା ନ କରି ତୁ ତୋ କଥା ଦେଖ। ଯାହା ଯେମିତି ହେଇଛି ମନେ ମନେ ଭାବୁଛ ନିଶ୍ଚୟ ନାହିଁ। କହିବାର ସୀମାକୁ ଟପି ଯାଉଛୁ। ଆରେ ଯେତେ ଯାହା ହେଲେ ସେ ତ ବଡ ଭଉଣୀ ତତେ ତାଗିଦ କରିବାର ଅଧିକାର ତାର ଅଛି।
କହିବାର ନାହିଁ ଯେ ଆପଣ ଯେତେବେଳେ ନାହିଁ ସେତେବେଳେ ମୋ ଉପରକୁ ହାତ ଉଠେଇଦେଲେ। କଣ କରିବୁ? ତୁ ମତେ ମାରିବୁ? ତୁ ମତେ ମାରିବୁ? ହଁ ଦରକାର ପଡ଼ିଲେ ଏ ହାତଟା ବି ତମ ଉପରକୁ ଉଠି ଯାଇପାରେ। बापा बापा हमको काकाई पड़े बड़ मनीष करिसंती रे अरे दिया के काका भी पड़ैछंती अरे मां मरी गला परे मार स्नेह ममता दे हमको एडे एडे बड़ करिसंती ए दुनिया दान हमको चिड़ा करिसंती आज तू शेष तांका हमको हाथ उठाई देलु ଆଉ रे बा ତାକୁ ଆଉ କିଛି ବୁଝେଇବା ଦରକାର ନାହିଁ କାରଣ ସେ ଆଉ ଆରେ ନାହିଁ ଦିନ ମଧୁ ମାଇଚର କାକରାରେ ଅଦରକାରୀ ହେଇଯାଇଛି ଖାଲି ଦୁଃଖ ଲାଗୁଛି ଏତିକି ଯେ ଯେଉଁ ଦିନ ମାତ୍ର ନୀତି ଆଦର୍ଶ ଶିକ୍ଷା ଦେଉଥିଲା ତା ପିଲାଟି ନୀତି ଆଦର୍ଶ ଠାରୁ ବହୁତ ଉର୍ଦ୍ଧ୍ୱରେ। তুমি ଆଉ କାନ୍ଦନି ବାପା তুমি ଆଉ କାନ୍ଦନି କାନ୍ଦିଲେ କଣ ସବୁ ସମସ୍ୟାର ସମାଧାନ ହେଇଯିବ ବାପା এইটা তো মনুষ্য হইকি নাই এটা নিশা খাই খাই গোটা অমনুষ্য হইগলানি অমনুষ্য হইছে এটা ରାତି ପାଇଲେ ଯେଉଁ ଦିନ ମାଷ୍ଟରକୁ ଲୋକମାନେ ଦେଖିଲେ 5 ହାତ ଦୂରରୁ ଖାଇ ପ୍ରଣାମ କରନ୍ତି ଆଜି ସେଇ ଦିନ ମାଷ୍ଟରକୁ ଏମିତି ଗୋଟେ ପିଲା ଆଜି କେତେ ବଡ଼ ଭୁଲ କରିଦେଲା ବାପା ଉପରକୁ ହାତ ଉଠେଇ ଦେଲା କରେ ନା ମୁଁ କେମିତି ତୋ କଥାରେ କହିବି ଏ ଥାଉ ଥାଉ अरे बात सुन जा तू हो बका समझ नहीं कितनी टका देला हो जिबे केते टका 300 टका को तो 3 टका भी दिया जीवनी अरे तो जब एते निशा खाइबार इच्छा अछि जा रोजगार करबू जते निशा खाइबार अछि खाइबू जा ठीक আছে बासुजी तुम केमिति टका ना बोलू मोबाइल रखी ना रे आसुजे ना स्कूल जीवा को बाहर लोनी हेले तमे किछि खाइ न जे नहीं बापा तमे एमिति कोनी बापा आज सब जहाँ सब घटी जाइछि सेति पई दाई होछि मो बापा मु तुमको क्षमा मागुछि बापा मते क्षमा कर दियो बाबा मते क्षमा कर दियो मु दस तमको दउनी ए सब पाई मु निजे रही सरिता सरकार जाई देखो सरिता अरे केउ जिला मास्टर को लोक माने देखिले 500 आज से जिला मास्टर को सब बुआ कान्हा अब तो उठेवा को पछै नाही कुआ सरिता ये सब मो भाग्यर दोष नाम कर्मर दोष प्रतिति मुहूर्त एठी भाग्य साथ जाओ लुह बतरा दे झरी पड़ेला प्रतिति मुहूर्त एठी भाग्य साथ जाओ लुह बतरा दे झरी पड़ेला पुरण धइले साथ उनी सरनाई सत पुरण धइले साथ उनी सरनाई सत बिना कारण ठीक संपर्क हुए से
परवार दसाल भाग्यर दसना करवार दसाल আরে কুয়াড়ে বলো চা টিকে আনো କାଇଁ ଗଲେ ସକାଳୁ ମଳତି ମଳତି ହାଲା କରୁଛ ମୁଁ ଟିକେ ଶୁଣେ ତମକୁ ମୁଁ କେତେଥର କହିଛି ମୋର ମଳତି ନୁହେଁ ମଧୁ ମଳତି এই একা কথা দিল চাটা ଥଣ୍ଡା ହେଇଯିବ ହଁ ଶୁଣ ଏଣିକି ତମେ ନିଜେ ରୋଷେଇ ଘରେ ନେଇ ଚା ନେଇକି ଆସିବ ତମକୁ ଚା ଦେବା ପାଇଁ ଏଠି ଚାକର ବାକର କେହି ନାହାନ୍ତି ମାଳତୀ ତମେ ଏମିତି କୋଉ ଅଫିସ କି ଯାଉଛ ଯେ ଚାଟା କରିପାରିବନି ମାଳତୀ ପୁଣି ମାଳତି ଥରେ କହିଲେ ମୁଁ ମାଳତି ନୁହେଁ ମଧୁ ମାଳତି এই একা কথা ଆଚ୍ଛା କହିଲେ କଣ ହେଇଛି ଆଜି ତ ଉଷା କି ବ୍ରତ କିଛି ନୁହେଁ ତାଇ ତ କଣ ହେଇଗଲା ସେ ଘରଟା ଏମିତି ଝୁଣା ଧୂପରେ ଫାଟି ପଡୁଛି ବୋଲା ଏ ଘରେ ଉଷାବ୍ରତ କଲେ କି ଝୁଣା ଧୂପ ବାସ୍ନା ହୁଏ ଉଷାବ୍ରତ ନ କଲେ ବାସ୍ନା ହୁଏନି ନାଇଁ ଯେ କଣ ଆଉ ପଚାରୁଛ କାହିଁକି ଆରେ ମୋ ପୁଅ ପ୍ରସାଦ ସେ ପରା ଠାକୁର ପୂଜା କରୁଛି ପ୍ରସାଦ ଏ କାନ କଣ ନ ଶୁଣିଲା ପ୍ରସାଦ ପୁଣି ଠାକୁର ଘରେ ଠାକୁର ପୂଜା କରୁଛି କାଇଁ ତମର କଣ ବିଶ୍ୱାସ ହଉନି ମାଳତୀ ତମ ମୁଣ୍ଡ ଠିକ ଅଛି ତ ଯେ ସକାଳ ପାଇଲେ ପେଟେ ମଦ ପିଉଛି ରାତିରେ ଘରକୁ ଫେରିଲେ ଧଳି ଧଳି ଫେରୁଛି ପୁଣି ଠାକୁର ଘରେ ପୂଜା କରୁଛି ମାଳତୀ ତମ ଆଖି 40 ବୋଧେ ଲାଗିଗଲାଣି ନାଇଁ ମତେ 40 ଲାଗିନି ବରଂ କୁହ ତମ ଆଖିର ପାୱାର ଉଡି ଯାଇଛି ଏଣିକି କାଠ ଚଷମା ପିନ୍ଧିକି ଦେଖିବ ଚା ମାଳତୀ ମୁଁ ଗୋଟିଏ କଥା ବୁଝିପାରୁନି ତମେ ମୋ ସ୍ତ୍ରୀ ହୋଇ ମତେ ଥଟ୍ଟା କରୁଛ ମୁଁ କାଇଁ ଥଣ୍ଡା କରିବି ତମକୁ ଥଣ୍ଡା କରିବି କୁହ ତମ ଦେହରେ ଇଙ୍ଗିତ ମାସ ପଶି ଯାଇଛି ସେଇଥିପାଇଁ ତମକୁ କୁତୁ କୁତୁ ଲାଗୁଛି ଆଜି କାନ କଣ ନ ଶୁଣିଲା ପ୍ରସାଦ ପୁଣି ଠାକୁର ପୂଜା ମୋ ପୁଅ କଣ ଠାକୁର ପୂଜା କରିବାର ଯୋଗ୍ୟତା ନାହିଁ ନା କଣ ହଁ ଏଇ ଟିକେ ମଦ ପିଇକି ଆସୁଛି ନା ହଁ ସେଇଆ ନୁହେଁ ତ ଆଉ କଣ ଯେମିତିକା ମାକୁ ସେମିତିକା ପୁଅ ସେମିତି କହିବାନି କହିଦଉଛି ନହେଲେ ମୁଁ ତମ ଭଲ ଲୋକ ରେ ମନେ ରଖିବା ହଉଛି ମୁଁ ମାଳତି ନୁହେଁ ମଧୁ ମାଳତି ଏମିତି ରାଗୁଛୁ ବାପାଙ୍କ ଉପରେ ରାଗୁଛୁ ନିଶ୍ଚୟ ଆରେ ଯା ସେ ବାହାରକୁ ବନ୍ଦ କର କୁଆଡେ ଯାଇକି ଯିବାର କଥା କହ କୁଆଡ଼େ ଆଉ ଯିବି ଆଜି ଆମ ଗାଁକୁ କଲେକ୍ଟର ଆସୁଛନ୍ତି ତ ସେଥିପାଇଁ ମୁଁ ବ୍ୟସ୍ତ ଅଛି ତୁ ଚାଲୁ ବାବୁ ମୋ ପାଇଁ କଣ ଅଛି ଖାଇବା ପିଇବୁ ମୋ
ସେ ବହୁତ କାମ ଅଛି। ଶୁଣିଲା ଶୁଣିଲା ତମ ବୁଢା ମନ୍ତ ପୁଅ କଣ କହିଲା ଶୁଣିଲା ତ କଲେଜ ପାଠ ଛାଡି ସେ କଲେକ୍ଟର ପଛରେ ଗୋଡକି କଲେକ୍ଟର ହବା କଲେକ୍ଟର ମୁଁ ତତେ ଭାତ ବାଢିକି ଦେଇପାରିବିନି ତୁ ନିଜେ ଖାଇକି ଯା। ପ୍ରୀତମ ହଁ ବାପା କଲେକ୍ଟର ତ ଗାଁକୁ ଆସିବେ ତୋର ସେଠି କାମ କଣ କଲେଜ କାହିଁକି ବନ୍ଦ କରୁଛୁ ମୁଁ ଟିକେ ଶୁଣେ। ବାପା କୋଉ ସିନା ଜାଣିପାରୁନି ହେଲେ ଆପଣ ତ ମୋତେ ଭଲ ଭାବରେ ଜାଣିଛନ୍ତି ଲୋକମାନଙ୍କର ସେବା କରିବା ଏଇଟା ପିଲାବେଳଙ୍କର ଗୋଟେ ଦୁର୍ବଳତା। ତା ଛଡା ଆପଣଙ୍କ ପୁଅ ପ୍ରୀତମ ଆପଣଙ୍କ ମାନ ସମ୍ମାନରେ ଆଞ୍ଚ ଆସିଲା ଭଳି କାମ କେବେ କରିନି ନା କରିବନି ମଧ୍ୟ। ମୋ ପୁଅ ପାଠ ପଢା ଉପରେ ଠିକ ନଜର ରଖିଛି ବାପା ଦେଖିବେ ମୁଁ ନିଶ୍ଚିତ ଗୋଟେ ଭଲ ଚାକିରି କରିବି। ଭୋକ ପାଇଦେଲେ ମମି ମୋ ପୁଅ ଠାକୁର ପୂଜା କରିବି ମୁଁ ଭଲ ପାଇଁ ଆଜି ନେତ୍ର କଣ ନ ଦେଖୁଛି ବାବୁ ଆମର ସମରସ ଛାଡି ନାମରସରେ ଦେହରେ ମଠା ମୁଣ୍ଡରେ ଚନ୍ଦନ ହାତରେ ଭୋଗଥାଳି ଏଇଟା ପୁଣି କୋଉ ଅବତାର କେଜାଣି। ମାଳତୀ ସ୍ୱପ୍ନ ଦେଖୁନି ତ ପ୍ରସାଦ କଣ ଦଶୁ ରତ୍ନାକରୁ ଖାଲି ଯିବ ପ୍ରସାଦ କଣ କେବେ ମଦ ପିଇବନି। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ହେ କାଳିଆ ଠାକୁରେ ଓ ପ୍ରସାଦ କେବେ ଫେରାଇ ଆଣ ପ୍ରଭୁ ଫେରାଇ ଆଣ। ମଦ ପିଇବନି ସେ ଟିକେ ମଦ ପିଇକି ଘରକୁ ଆସିଥିଲା ବୋଲି ଏ ଘର ଲୋକ ଯାହା ନାହିଁ ତାହା କର ଆଉ ତମେ ତ ଠିକ ଠିକ ହେଉଥିଲ ସତ ଯେମିତି ମଦ ପିଇ ତା ଘର ଚୋରି କରିଛି ନା କଣ ବୋଉଙ୍କର ଇଜ୍ଜତ ନେଇଛି ହେଇଗଲେ ନା ଆଜିଠୁ ମୁଁ କହୁଛି ମୋ ପୁଅ ଜମା ମଦ ପିଇବନି ଆଉ ଯଦି ମୋ ପୁଅକୁ କିଛି କୁହ ତାହେଲେ ପାଟିରେ ହାତ ପୁରାଇ ମୋ ଜୀବନଟାକୁ ଉପାଡ଼ି ଆଣିଦେବି ମନେ ଥାଏ ଯେମିତି ମୁଁ ମାଳତୀ ମଧୁ ମାଳ। ତିଆରି କରିଥିଲେ ସେ ଖାଇ ଦେଇ ଯାଇଥାନ୍ତା ଠିକ ଅଫିସ ଯିବା ବେଳକୁ ଆସିଲୁ ଆସିଲୁ ମୁଁ ତୋ ପାଇଁ ଟିକେ ସିମାଇ କରିଦିଏ ତମେ ତ ସିମାଇ ତିଆରି କରିବ ଏଠି ରାଜନୀତି କରିବ କିଏ? ମୁଁ ଦେଖୁଛି ତୁ ଡାର୍କ ସହିତ ଝଗଡ଼ା ଲାଗିଲେ ଭାତ ଜମାଉନି। ଆରେ ତୁ ଏଇଠି ଯାଇଛୁ ତୁ କଣ କହୁଛୁ ମୁଁ ରାଜନୀତି କରୁ ଏଇନେ ତୁ କହିଲୁ ରାଜନୀତି କରୁଛୁ ତ ଏଇଠି ଏଇଟା କଣ କାଠ କରୁଛୁ ନା କଣ? ଆଣି ମାଳତୀ ମୁଁ କୁମ୍ଭୀର ଭାବୁଛି ଆପଣ ବି ସେମିତି ତା ସହିତ ମୋ ପାଖରେ ଅନଧିକ କିଛି କାମ ରଖିବୁନି ହେଲେ କାହିଁକି ଡାର୍ ଚନ୍ଦନପୁରରେ ମୁଁ ତ ବାହାଘର ଠିକ କରିଛି। ହଁ ପିଲାଟା ଦେଖିବାକୁ ବହୁତ ସୁନ୍ଦର ତୁ ରବିବାର ଦିନ ଯାଇ ଦେଖି ଆସିବୁ ତୋ ମନ ପସନ୍ଦ କଣ ହେଲା ମତେ ଜଣେଇବୁ। ମୁଁ ବି ତୋ ସହିତ ଯିବି ଚଏସ୍ କଲେ ତୋ ବାହାଘର ହବ କଣ କହୁଛୁ ଭାଇ? ମୁଁ କଣ କହୁଥିଲି ଡାର୍ ଆରେ ମୁଁ କଣ ହଉଛୁ ମୁଁ କଣ କହୁଥିଲି ଡାର୍ ବର୍ତ୍ତମାନ କମ୍ପାନୀ ପରିସ୍ଥିତି ଭଲ ନାହିଁ ବର୍ତ୍ତମାନ ଲସ୍ ଚାଲିଛି କମ୍ପାନୀରେ କିଛି ଟଙ୍କା ଇନଭେଷ୍ଟ କରି କିଛି ଆଧୁନିକ ମିଶନ ଆଣି ପଡ଼ିବ କାରଣ ସେ ପୁରୁଣା ମିଶନରେ ପ୍ରଡକ୍ସନ କରି ଜିନିଷ ଯୋଗାଇ ହେଉନି ବାହାଘର କଥା ପରେ ଚିନ୍ତା କରିବା ମୋର ଏବେ ଅଫିସଟା ମିଳିଲାଣି ମୁଁ ଆସୁଛି ଡାଟ୍। ଠିକ ଅଛି
ଦେଖ ଆଚ୍ଛା ପ୍ରୀତମ ତୋର ପାର୍ଟି ନେଇ ଆଉନା ଜଲ୍ଦି ଯା ହଁ ବାପା ମୁଁ ଏଥର ଆସୁଛି। ଆପଣ ଏଠି ଖାଇଛ କାହିଁକି? ଚାଲ ଖାଇବା ଚାଲ। ପିଲାମାନେ ହଉ ଠିକ ଅଛି ଆସ ପ୍ରାର୍ଥନା କରିବା तुम्हारा पुराना ज्ञान ଆସିଛୁ ପାଠ ପଢିବାକୁ। ପାଠ ପଢେଇବନି ସାର୍ ମୁଁ ତମକୁ ଚିହ୍ନିନି କି ଜାଣିନି ମୋ ଶିବା କହ ପାଇଁ ଶିବ ତ କହ ପାଇଁ ଶିବା ଆଉ କହ ପାଇଁ ଶିବ ସୁନ୍ଦର মনে পকা মাস্টার মনে পকা সজিবর ঘটনা তু এত শীঘ্র ভুলি গলু ও ভুলি ভুলি কেমিতি তু মতে আদর্শবাদী মাস্টার না তোর চারিআড়ে কাম ভুলি ভুলি কেন দে ଗାନ୍ଧୀଜୀ ଭଲ ବେଳେ ଏଇଟା କହିଦେଇ ଯାଇଛନ୍ତି। ସ୍ୱାଧୀନ କରିଦେଲି ତୁ ଏ ଭାରତକୁ ସୁନାର ଭାରତ କରିଦେବୁ ଏଠୁ ଭଲରେ ଭଲରେ ଯିବ ନା ମୁଁ ବାଧ୍ୟ ହୋଇ ପୋଲିସକୁ ଫୋନ କରିବି पुलिस के ডাকিবো ওরে ডাক কে তোকে মনা করেছি আরে ডাক পুলিশ কো আমি ପୋଲିସକୁ ଫୋନ କରିବି କାରଣ ଏ ଦେଶର ଆଇନ କାନୁନ ଏବେ ବି ସକ୍ରିୟ ହୋଇଅଛି ଏ ହାତକୁ ପଠେଇବାକୁ ବେଶୀ ସମୟ ଲାଗିବନି ডাক 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 ହ୍ୟାଲୋ ପୋଲିସ ଷ୍ଟେସନ ସାର୍ ନମସ୍କାର ସାର୍ ମୁଁ ଦୁର୍ଲାଦେବୀ ସ୍କୁଲର ଦୀନବନ୍ଧୁ ମାଷ୍ଟର କହୁଛି ସାର୍ କିଛି ଅସାମାଜିକ ଲୋକ ସ୍କୁଲ ପରିସରରେ ପଶି ଆସି ଏଠି ଗଣ୍ଡଗୋଳ କରୁଛନ୍ତି ঠিক আছে তুমি 5 মিনিট অপেক্ষা করো আমি ঘন্টা ভিতরে যাই পৌঁছুছি କଣ କଲି ସାର୍ ହ୍ୟାଲୋ ହ୍ୟାଲୋ ଓ ମାଇ ଗଡ୍ ସାର୍ কোন কইলে কিছু বুঝি পারিলো মাস্টার আরে স্যার কইলে অপেক্ষা করো 5 মিনিট ভিতরে যাউଛୁ আর ঘন্টার ভিতরে সে পৌঁছিবে তু তো জানিছ মাস্টার অ্যাম্বুলেন্স আর পুলিশ গাড়ি আর দমকল এমানে কেলে ঠিক সময়ে পৌঁছিলে না পৌঁছিবে কোন ধরে দবান এমানে আসিব পূর্বରୁ ইয়া কামরাକୁ পোষা କୁକୁର କରି ରଖିଛି ମୁଁ ସେମାନଙ୍କୁ ଯେମିତି କହିବି ସେମାନେ ସେମିତି ନାଚିବେ ତୋର ତୁ
মরিব ମୋ ହାତରେ ମରିବ চুপ করো তবে এটা ভালো ভালো যাও ନଗଲେ କ'ଣ କରିବୁ ଡାକିବୁ ଆରେ ଡାକିବୁ କାହାକୁ ଡାକିବୁ কারণ এই দেশের আইন কানুন এবে বি সক্রিয় হয়েছে জেল হাতকু বেশি সময় লাগিবনি আরে ডাক আরে জড় তো পান এই শহরে বহুত বড় বড় আরে ভূজলটা দিয়ে রে এ পুলিশ আসবা আগরু কাম লাগো ডাইরে বা মুয়া বেশি সময় বলছিবিনি এই বাবা তুই পড়ে যাবা নাই বাবা এই জায়গা ছেড়ে পড়ে যা নাই বাবা ମୁଁ ତମକୁ ଛାଡ଼ି ଯାଇପାରିବିନି ବାପା ବାପା ମୁଁ ତତେ ଛାଡ଼ିବିନି ମୁଁ ତତେ ପୋଲିସରେ ଦେବି ତତେ ମୁଁ ଜମା ଛାଡ଼ିବିନି পুলিশ গো পুলিশ আসলে কোনো মতে আরেস্ট করে নেইব মাস্টার ঝিওটা বহুত বড় বড় হচ্ছে আরে গুলি গুলিয়াটে କଣ କହିବାକୁ ତୁ ଚାହୁଁଛୁ କଣ ତୁ କହିବାକୁ ଚାହୁଁଛୁ ମନେ ରଖ ମୋ ଦେହରେ ହାତ ଦବୁ ତ ତାହେଲେ ଭଗବାନ ତତେ କେବେ ବି କ୍ଷମା କରିବେନି କେବେ ବି କ୍ଷମା କରିବେନି ତତେ। ভগবান আরে কথাটা ଅଛି ভগবান କାହାକୁ ଦିଅନ୍ତି ଚପର ଫାଡ଼ିକି ଦିଅନ୍ତି আরে ঝড় তো পান তুমি দুইটা ଟିକେ ବାହାରକୁ ଯାଅ ଏ ଚଢ଼େଇଟା ବହୁତ ବଡ଼ ବଡ଼ ହଉଛି ଦେଖିବା ତା କୋଉଳିଆ ଦେହଟାରେ ଟିକେ ଗିଲ ହବା ଆବେ ବସୁ ଜୀବନ ତ ଛାଡ଼ି କହୁଛି ଛାଡ଼ି ମତେ ଛାଡ଼ିଦେ আরে কৌছে
শিবই শিবই সুন্দর আরে তুমি কি জানো যখন বরাবর সবে কো আরে দোনো এছাড়া বহুত বড় বড় দেখিবা তো বড় বড় তো কেমিতি কৌশি আরে দিও ভাই सोना टकीटा बंची गले आमर सबू बर्बाद हो जाइता से कोन रही थांता से सोनाटा थाना को जाई ता बापा मर्डर केस को दादा कहि नहीं थांता सोना हमें हक्कर पड़ी की जेल जाई थांते से सोना को कारे से चलो भाई ବାପା ବାପା ଏ ବାପା ବାପା ଭଲ ପିଲା ହେଇଯାଇଛି ବାପା ଏଇ ଦେଖ ବାପା କୋଉଠି ବର୍ଷା ହଉଛି ବାପା ବାପା ଆଖି ଗଲ ବାପା 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 ତ କଣ ହେଲା ବାପା ବାପା ଆଖି ଗଲ ବାପା ଏ ଦେଖ ତ ଭାଇ କାନ୍ଦ ଅଛି ବାପା ବାପା ଦେଖ ନା पार्टी करेंगे हमें तो चुप हो जाओ मो बापा पिला पाठ पढ़े पढ़े हालिया शोई पड़ते मो बापा ना घर सबू काम कर थकी पड़ी मुझे ए गामुछा टे विंची दे ताको आराम লাগিব प्रीतम तमर कौन है मौसा अरे नीरू तोर पुरी कहाँ ला अरे सब कौन है गले रे नार मर्डर कर के नारे प्रीतम तुम्हें से किच्ची बच्चा है ना रे ए मर्डर विषय तो किच्ची कही परिबिनी मो ऊपर अभिमान कर मो बापा सबुदिन मत छाड़ी छाड़ी गले मुझे दुनिया में पैसा हराई गली रे पिता पैसा हराई गले पागल है ना कौन संकट भरा तुके धैर्य धर ओ माय गॉड
ଆସାମୀକୁ ଖୁବ୍ ଶୀଘ୍ର ଆରେଷ୍ଟ କରନ୍ତୁ। ତା ନହେଲେ ଆପଣ କଣ କରିବେ? ତା ନହେଲେ ବାଧ୍ୟ ହୋଇ ଆମେ ଥାନା ଘେରାଉ କରିବା ସାଙ୍ଗେ ସାଙ୍ଗେ ରାସ୍ତା ରୋକ କରିବାକୁ ବାଧ୍ୟ ହବୁ। ଠିକ ଅଛି, ଦେଖନ୍ତୁ ମୁଁ ଆପଣଙ୍କୁ କଥା ଦଉଛି 24 ଘଣ୍ଟା ଭିତରେ ମୁଁ ଆସାମୀକୁ ଆରେଷ୍ଟ କରିବାକୁ ଚେଷ୍ଟା କରିବି। କନଷ୍ଟେବଳ, ୟେସ୍ ସାର୍। ଲାଷ୍ଟ ବାଡ଼ିକି ଦିଅ। ୟେସ୍ ସାର୍। ତମେ କୁହ ବାପା, ଯେ ମୋ ଭାଗ୍ୟର ଦୋଷ ନା ମୋ କର୍ମର ଦୋଷ? समय हुए नाते कलरे कुसाले बड़े साथी साथी के समय हुए नाते कलरे कुसाले बड़े साथी साथी के लोहर भरत भिजे मनत भरा सगुरे लोहर भरत भिजे मनत भरा सगुरे बिना कर नारे सपन हुए से ভাগ্যের দোষ अज्ञान दोषना कर्मज दोष अज्ञान दोषना कर्मज दोष ମୋ ଭାଇକୁ ଦେଖିଲେ ନା ମତେ ଭାରି ଡର ଲାଗୁଛି। ଡର ଲାଗୁଛି କିନ୍ତୁ କାହିଁକି? ଆରେ ତମେ ତ କହୁଥିଲ ଭାଇ ଆମ ଭଲ ପାଇ ସବୁ କିଛି ଜାଣିଛନ୍ତି। ଆରେ ବାବା ମୁଁ ସେଇ କଥା କହୁନି, ମୁଁ କହୁଛି ସେ ବଡ ଲୋକଙ୍କ କଥା। ମୋ ଭାଇ ରାତି ବଡ ବଡ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ସେ ଯଦି କେତେବେଳେ ଆମ ଭଲ ପାଇବା କଥା ଭୁଲିଯାଏ ଅନ୍ୟ କୋଉଠି ବାହା ଦେବା କଥା ଦେଇ ଦିଅନ୍ତି। ଆରେ ମାନେ କିଛି ନାହିଁ। ତାହେଲେ ତମେ କଣ କହୁଛ ମାୟା? କଥା ହେଲା ମୋ ଭାଇ ଅନ୍ୟ କୋଉଠି ବାହା ଦେବା ପୂର୍ବରୁ ଆସନ୍ତା କାଲି ଆମେ ବିବାହ କାମଟା ସାରିଦେଲେ କେମିତି ହୁଅନ୍ତା କହିଲ? ମୋ ବାପା ଭାଇକୁ ନ ଜଣେ ଏତେ ବଡ ନିଷ୍ପତ୍ତି ନେଇପାରିବିନି। ମୁଁ ତମକୁ କେମିତି ବୁଝାଇବି ଯଦି ମୁଁ ନିଜେ ବି ଜାଣିପାରୁନି? ଆରେ ବାବା ତୁମେ ଏତେ ପାଠ ସାଠ ପଢିଛ, ଏ ଦୁନିଆ ବିଷୟରେ ସବୁ କିଛି ଜାଣିଛ, ତଥାପି ସେ ଓଲ୍ଡ ମଡେଲର କଥାକୁ ଧରିକି ବସିଛ। ମାୟା, ତମେ କଣ କହୁଛ? ସବୁ କଥା ଯେ ସମସ୍ତଙ୍କୁ ପଚାରିବେ ଆର କିଛି ମାନେ ନଥାଏ। ମୁଁ ତମକୁ ସଫା ସଫା କହିଦଉଛି, ପଛରେ ଯଦି କିଛି ଅସୁବିଧା ହୁଏ ତାହେଲେ ତମେ ମତେ ଜବରଦସ୍ତ ଦେବନି, ହେଲା? ହେ ମାୟା, ତମେ ସେମିତି କହନି। ମୁଁ ନା ତମ ବିନା ବଞ୍ଚି ପାରିବିନି। ମୁଁ ତମକୁ କାହାକୁ କାହାର ହବ ଦେଖିନି। ଆଇ ଲଭ୍ ୟୁ ମାୟା। ସତ କହୁଛି ମାୟା। କଣ କହିଲ ତମେ ଏବେ? ଆଇ ଲଭ୍ ୟୁ। ଘରକୁ ଫେରି ଯାଉଛନ୍ତି। କେବଳ ସେତିକି ନୁହେଁ ମାୟା,
ଦେଖିଲ ସେଇ କଦମ ଡାଳିରେ ଛୁଆ ଶାଢୀଟା କେମିତି ମୁହଁକୁ ମୁହଁ ଲଗେଇ କଣ କରୁଛନ୍ତି? ତମେ ନା ଭାରି ଦୁଷ୍ଟ ହୋଇଗଲେ। ମୋ ନାଁ ମାୟା। मनोबी नुहे मायाबिनी। ସତରେ ତମେ ମୋ ମାୟାଚାର ଭିତରେ ପଡ଼ିଗଲ ନା? ଏତେ ଶୀଘ୍ର ପୋଷା ମାରି ପଞ୍ଚୁରୀ ଭିତରେ ପଶିଯିବ ବୋଲି ମୁଁ କେବେ ବି କଳ୍ପନା କରିନଥିଲି। ଆରେ ମୁଁ ତେଜ କବିକୁ ଯିଏ ଥରେ ଦେଖିଛି ସେ ମୋତେ ପ୍ରେମ କରିଛି ପ୍ରେମ। ଆଉ ତମେ କେତେ ବାଟ ଯିବଛ? ମୁଁ ତମକୁ ଦେଖି ରହିଲା ସେ ମହାପ୍ରସାଦ ମନ୍ତ୍ରାଳୟ। ଛାଡ଼ ଛାଡ଼, କିଏ ତତେ ଦେଖିଲା? আরে দেখো কଣ କରୁଛି ଆମର ତା ଛଡ଼ା ତମକୁ ସେ ଡର ଲାଗୁଛି? ଆସୁନ, କାଲି ଭଲ ଦିନ ଅଛି, ମନ୍ଦିରରେ ବାହାରିଯିବା। ନା କିଏ ଦେଖିବାର ଅଛି ନା କିଏ କହିବାର ଅଛି। ତମେ ମତେ ଭଲ ପାଉଛ ସତ, ହେଲେ ଜୀବନ ସାରା ତମେ ମତେ ଖୁସିରେ ରଖିବ ବୋଲି ଏ କଥା ମୁଁ ଜମା ବିଶ୍ୱାସ କରିପାରୁ। ଆଚ୍ଛା, ମୁଁ ତମ ପାଇଁ କଣ କଲେ ତମେ ଖୁସି ରହିବ ମୁଁ ଟିକେ ଶୁଣେ। ତମେ ମତେ ପ୍ରକୃତରେ ଭଲ ପାଉଛ ନା? ଖୁସି ଦେଖିବ ତମ ନାଁରେ ଥିବା ସେ କପଡ଼ା ମୋ ନାଁରେ ୱିନ୍ କରିଦିଅ। ଓ ତମର ତାର ମୋ ଭାଗ୍ୟ ଉପରେ ନଜର ପଡୁଛି ମାୟା। ତମେ ଆଜି ପର୍ଯ୍ୟନ୍ତ ମୋ ଧନ ସ୍ମୃତି ଭଲ ପାଉଥିଲ, ମୋ ମନକୁ ନୁହଁ ଆଉ ମୋ ହୃଦୟକୁ ନୁହଁ। ଆରେ ବାବା, ମୁଁ ସେ କଥା କେତେବେଳେ କହିଲି? କହିବା କଥା କହିଲ। ତମେ କିଛି କହିବା ଦରକାର ନାହିଁ। ତମେ ଯୋଉ ମୁହୂର୍ତ୍ତରେ ପାଇବ ମୁଁ ସେଇ ମୁହୂର୍ତ୍ତରେ ମୋ ଭାଗ୍ୟଟା ତମର ଆଡ଼କୁ ଦେବି। କିନ୍ତୁ ତମେ ଯଦି ମ୍ୟାରେଜ କରିବ ସେ ଭାଗ୍ୟଟା ଆମର ହେଇଯିବ ନା। ବାସ୍ ଏଟା ତମ ଖୁସିଟା। ଏଥର ମୁଁ ମୋ ପ୍ରେମିକ ଉପରେ ମୁଁ ବହୁତ ଖୁସି। ତାହେଲେ ଆସୁନ, এই ସୁନେଲି ଆକାଶ କଳା ବଦଳ ଭିତରେ କିଛି କ୍ଷଣ ପାଇଁ ହଜିଯିବା। आँखें बुझी देव तुमको देखुছি आँखें खोली देव तुमको पाउছি आँखें बुझी देव तुमको देखुছি आँखें खोली देव Come on,
ଧନ୍ୟ କହିବ ମତେ। ଆରେ ଭଣଜା ସେଇ ଶଳା ଦିନ ମାସଟା ଆର ପାରିକୁ ଚାଲିଗଲା। ଭଲ ହେଲା ଆମ ପାଖରୁ ଗୋଟେ କଣ୍ଟା। ଆଉ ସେଇ ଖୁସିରେ ଟିକେ ସୁରପାନର ବ୍ୟବସ୍ଥା ହେଇଯାଉ। ଧନ୍ୟ କହିବ ମତେ। ଆରେ ଭଣଜା ଆରେ ସେଥିରେ କଣ ତ ମାମୁଁ ହେଣା କରିଛି କିରେ? ତୁ କଣ ଜାଣିନୁ ତୋ ମାମୁଁର ଟିକେ ନୁଙ୍ଗୁଡା ଦୋଷ ଅଛି ବୋଲି? ଆରେ ସଳେ ଆରେ କୁଆଡେ ଗଲ କିରେ? ଏ ଧର ଦୋକାନ ଆରେ କୁଆଡେ ଗଲ ବେ ସଳେ? ଆରେ ଦି ଚାରଟା ଅଧଲଙ୍ଗଳି ମାରିଲେ ଶୀଘ୍ର ଆସରେ। ହଁ ତା ସାথে ଦି ଚାରଟା ବିୟର ବି ଆଣିଥିବ।
ଏ ମନରା ନିଶା ଖାଉ ପ୍ରେମର ବେଶୀ ନିଶା କେତେ ବଢୁଛି ଦିନ ଫେରେ ନିଶା अरे खाएंगे तो जोड़ चिल्लाओ जो कौन सुनाने का हमारे मारिया सिला में कौन अरे कौन है इसी का वो ଦିନ ମାତ୍ର କଣ ଚେଷ୍ଟା କଣକୁ ବସିଲାଣି ଆମକୁ କିଛି ଗୋଟେ ଉପାୟ କରିବୁ ଶିବ ବାବୁ ନହେଲେ ସବୁ ଅଲଗା ପାଲଟ ହେଇଯିବ କେତେ ବଡ଼ ରୂପ ରହିଛି ଆରେ ମତେ କଣ ଫାସି ହେଇଯିବ ଧନ୍ୟ କହିବ ମତେ ସାରେ ଆପଣ ପରା ପୁଲିସ ଚାକିରି କରିଛନ୍ତି ଏମିତି ଚୋର ଭଳିଆ କାହିଁକି ହଉଛନ୍ତି ଅಯ್ୟୋ ଆପଣଙ୍କ ହାତରେ ଛୁରୀ ଆପଣଙ୍କ ହାତରେ କାକୁଡି ଆପଣ କେସଟା ଜୁଆରେ ମୋଡିବେ କେସଟା ପୁରା ସିଆଡେ ମୋଡିବେ ଆପଣ ମାନଙ୍କ କଥା ବୁଝୁନାହାନ୍ତି କାହିଁକି ବର୍ତ୍ତମାନ ଗାଁ ଲୋକମାନେ ଥାନା ଆଗରେ ଧାରଣା କରିଛନ୍ତି ସେମାନଙ୍କର ଗୋଟେ ଅଛି ଆସାମୀକି 24 ଘଣ୍ଟା ଭିତରେ ଆରେଷ୍ଟ କରନ୍ତୁ ଆଉ ମୁଁ ସେମାନଙ୍କୁ କଥା ଦେଇଛି ନିଶ୍ଚୟ ସେମାନଙ୍କୁ ଆରେଷ୍ଟ କରିବେ अरे तमें तो सेमानों को कथा देइछ आसामी को अरेस्ट करिबाको अब आसामी तो मुड़ी जाए तम सामने रे छिड़ा होई आसो अरेस्ट कर ले जाओ गांव पर समुचक्कर नेक्स्ट ମୁଁ ଆପଣଙ୍କୁ ସେ କଥା କେତେବେଳେ କହିଛି ଶିବ ବାବୁ ए इंस्पेक्टर मो शिवा कहाँ पर शिव तो कहाँ पर शिव कहाँ पर शिव शिव एवं तो कहो सीधा सीधा कौन करिबा को हो ମୋ କହିବା କଥା ଆମକୁ ଏମିତି ଗୋଟେ ଲୋକ ଠିକ କରିବାକୁ ପଡ଼ିବ ଏ ମରା କେସଟା ଚିତା ମୁଣ୍ଡକୁ ନେଇଯାଇ ପାରିବ ତାପରେ ଧନ୍ୟ କହିବ ମତେ ସାରେ ତମେ ଯୋଉ ରୋଗଟା ଠନ କରି ଗଣି ନଉଛ ତା ବିଷୟରେ ତ କାହିଁ କିଛି କହୁନା मानो हमें देखे चुप रहो अच्छा ओम प्रकाश बाबू हमें नीति जने लोक पाइबा कोइठु ବାବୁ ଆମର କଣ ଆସିଲାଣି ମୁଁ ଆସୁଛି ଆମେ ପରେ କଥା ହବା ठीक আছে କିଛି ଗୋଟେ ଉପାୟ ଚିନ୍ତା କର ଏ ଭଣଜା ମୋ ମୁଣ୍ଡ ଗୋଟେ ଭଲ ବୁଦ୍ଧି ଝୁଟୁଛି ଯେ ଆପଣ ଶିବ ବାବୁ ନା ହଁ यस ମୁଁ ଶିବ ବାବୁ କଣ ହେଲା ନମସ୍କାର ନମସ୍କାର କୁହ କଣ ହେଇଛି କୁହ ମୋ ପାଖରେ କିଛି କାମ ଥିଲା କି ହଁ ଆଜ୍ଞା ଗୋଟାଏ ଗରିବ ମଳିମୁଣ୍ଡିଆ ଲୋକର ଆପଣଙ୍କ ଭଳି ଧନୀମାନେ ଲୋକଙ୍କ ପାଖରେ କି କାମ ଥାଏ ବାବୁ ଧନ୍ୟ କହିବ ମତେ अरे बापा अरे तू कि अजब लोक किए बापू के हम से कथा खोली करी कहले बाबू हमर जानिबे बाबू को कथा खोली करी कह ବାବୁ ବହୁତ ବାଟରୁ ବଡ଼ ଆଶା ନେଇ ଆସିଛି ଆପଣଙ୍କ ପାଖକୁ ଆପଣ ଟିକେ ଦୟା କଲେ धन्य କହିବ ମତେ अरे बापा अरे तोर कोन किछि हेइछि कि रे कहनु
ତୋର କଣ କିଛି ଟଙ୍କା ଦରକାର କି ରେ? ହଁ ଆଜ୍ଞା ମୋର କିଛି ଟଙ୍କା ଦରକାର। ଧନ୍ୟ କହିବ ମତେ। ଆରେ ବାପା, ଆରେ ସେଇ କଥାଟା ସେତିକି ବେଳୁ କହୁନୁ, କଥାଟା ତତେ ବୁଲେଇ ପକେଇ ମକଦୁଛୁ କାହିଁକି ବା? ସିଧା ସିଧା କହୁନୁ ତୋର କେତେ ଟଙ୍କା ଦରକାର? ବାବୁ ମୋର ଲକ୍ଷେ ଟଙ୍କା ଦରକାର ବାବୁ। ଲକ୍ଷେ ଟଙ୍କା? ଆରେ ଏତେ ଟଙ୍କା ନେଇ ତୁ କରିବୁ କଣ? ବାବୁ ଏଇ ଟଙ୍କାରେ ମୋ ଭାଇର ଆଶା ଭରସା ଭବିଷ୍ୟତ ସବୁ କିଛି ଏଇ ଟଙ୍କାରେ ମୋ ଭାଇଟା ଚାକିରି କରିବ। ମତେ ଟିକେ ଦୟା କରନ୍ତୁ ବାବୁ, ମତେ ଟିକେ ଦୟା କରନ୍ତୁ। ଧନ୍ୟ କହିବ ମତେ। ଆରେ ବାପା, ଆରେ ଆମେ ତ ଚିହ୍ନିନୁ କି ଜାଣିନୁ, ଖାଲି ମୁହଁରେ ଏତେ ଗୁଡେ ଟଙ୍କା? ନା ବାପା ନା, ହେଇପାରିବନି। ତୁ ଅନ୍ୟ ଆଡେ ଦେଖେ। ଆପଣ କରନ୍ତୁନି ବାବୁ, ଆପଣ ହେଲେ ଏ ଅଞ୍ଚଳର ଧନୀ ଲୋକ, ଆପଣଙ୍କର ଅଚଳାଚଳ ସମ୍ପତ୍ତି ଅଛି। ଏ ସମୟରେ ମତେ ମନା କଲେ, ମତେ ଏତେ ଗୁଡାଏ ଟଙ୍କା କିଏ ଦେବ ବାବୁ? ଆମେ ଗରିବ ସତ, ହେଲେ ବାବୁ ଆମର ଜବାବ ଗୋଟାଏ। ମୁଁ କଥା ଦଉଛି, ମୋ ଭାଇର ଚାକିରି ହୋଇଗଲେ ମୁଁ ମୂଳ କରି ସବୁ ସୁଝି ଦେବି ବାବୁ। ମତେ ଟିକେ ଦୟା କରନ୍ତୁ ବାବୁ, ମତେ ଟିକେ ଦୟା କରନ୍ତୁ। ଶୁଣ, ଗୋଟେ କାମ କର, ମୁଁ ତମକୁ ଏତେ ଟଙ୍କା ଦେଇପାରିବିନି। ତମେ ଆଉ କୋଉଠିକି ଯାଅ, ଆସ ମାମୁ। ତାହେଲେ ମୋ ପାଠ ପଢୁଆ ଭାଇଟାର ଆଶା ଭରସା ଭବିଷ୍ୟତ ସବୁ ନଷ୍ଟ ହୋଇଯିବ। ମୋର ଏତେ ଦିନର ପରିଶ୍ରମ ସବୁ ମାଟିରେ ମିଶିଯିବ, ସବୁ ମାଟିରେ ମିଶିଯିବ। ହଉ ଠିକ ଅଛି, ଗୋଟେ ଉଠ। ଯାଅ। ଆଚ୍ଛା ମାମୁ, ତାକୁ ଲକ୍ଷେ ଟଙ୍କା ଦେଇଦିଅ। ଧନ୍ୟ କହିବ ମତେ। ଭଣଜା, ତୋ ମୁଣ୍ଡ ଫୁଣ୍ଡ ଠିକ ଅଛି ନା? ଶଳା ଏ ଲୋକଟାର ଘର ଦ୍ୱାରା କିଛି ନାହିଁ। ଆରେ ଆମେ ଚିହ୍ନିନେ କି ଜାଣିନେ, ତୁ କଣ ତାକୁ ଲକ୍ଷେ ଟଙ୍କା ଦେଇଦବାକୁ କହୁଛୁ? ହେଇଟି ବାପା, ୟା ନାଁ କଣ ଜାଣିଛୁଟି? ୟା ନାଁ ହଉଛି ଚଞ୍ଚଳା। ଇଏ ଧନୁ ତୀର ଗଲା ଭଳି ନାକ ସଳଖେ ସଳଖେ ଯିବ, କିନ୍ତୁ ଫେରିଲା ବେଳକୁ କାହିଁ କହୁଛୁ ଭଣଜା, ପୁରା କିନାରେ କିନାରେ ଫେରିବ। ତମକୁ ଯେତିକି କହିଲି ସେତିକି କର, ତାକୁ ଲକ୍ଷେ ଟଙ୍କା ଦେଇଦିଅ। ଧନ୍ୟ କହିବ ମତେ। ଆରେ ମୁଁ ଶଳାଟି ଆମ୍ବ ଗୋଟେଇବା ଲୋକ, ଆରେ ତୋଟା ମୂଲ କରିବା ମୋର କଣ ଦରକାର? ନେ ବାପା ନେ। ପୁରା ଲକ୍ଷେ ଟଙ୍କା ଅଛି। ଶଳା ଶଙ୍ଖ ଚିର ମୁହଁ ଯାଇ ଘରୁ ଏକ ମୁହଁ ଆସିଥିଲୁ ବୋଧେ। ଆରେ ତ ବୋହି ନେଇ ଯାଉଛ ଆଉ। ବାବୁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ବାବୁ। ମୁଁ ଆସୁଛି ବାବୁ, ମୁଁ ଆସୁଛି। ଶୁଣ, ମୋର ଗୋଟାଏ ସର୍ତ୍ତ। ସତ? ହଁ, ସର୍ତ୍ତ। ମୁଁ ଆପଣଙ୍କର ସବୁ ସର୍ତ୍ତରେ ରାଜି। ସେ ସର୍ତ୍ତଟା କଣ କୁହନ୍ତୁ ବାବୁ? ଧନ୍ୟ କହିବ ମତେ। ଆରେ ବାପା, ସେଇ ସର୍ତ୍ତଟା ହେଲା କି ମୋ ଭଣଜାରେ ଗୋଟେ ମର୍ଡର କେସ୍ ଅଛି, କିନ୍ତୁ ମୋ ଭଣଜା ସେଇ ମର୍ଡର କରିନି। ଏଇ ଶଳା ଗାଁ ଲୋକେ ଆରେ ମୋ ଭଣଜାରେ ମିଛୁନାରେ ଏତଲା ଦଉଛନ୍ତି, କହୁଛନ୍ତି କି ମୋ ଭଣଜା ସେଇ ମର୍ଡର କରିଛି। ସେଇଠି ବାପା, ସେଇ ମର୍ଡର କେସଟା ତୁ ତ ନିଜ ମୁଣ୍ଡକୁ ନେଇଯିବୁ, ଆଉ ପୋଲିସ ପଚାରିଲେ କହିବୁ ସେଇ ମର୍ଡରଟା ମୁଁ କରିଛି ବୋଲି। ବାସ୍, ତୁ ଖୁସ୍, ମୋ ଭଣଜା ବି ଖୁସ୍। ମୁଁ ପାରିବିନି ବାବୁ, ମୁଁ ପାରିବି। ଏତେ ବଡ ପାପକୁ ମୁଁ ମୁଣ୍ଡକୁ ନେଇ ପାରିବିନି। ଦରକାର ନାହିଁ ମୋର ଏ ଟଙ୍କା। ନେଇଯାନ୍ତୁ ଆପଣଙ୍କର ଏ ଟଙ୍କା। ଦରକାର ନାହିଁ ମୋ ଭାଇର ଚାକିରି।
ଶୁଣ ତୁ କଣ ଭାବୁଛୁ ତୋ ମୁଣ୍ଡରେ ମର୍ଡର କେସଟା ନଦୀ ଦେଇ ଆମେ ତୋତେ ଛାଡ଼ିଦେବୁ ନାଇଁ ତୁ ଚାଲିଯିବୁ ଧନ୍ୟ କହିବ ମତେ ତୁ କେମିତି ବେଲରେ ଆସିବୁ ସେଇ ଯାଇଥିବା ପରେ ଆମରି ଆରେ ତତେ ବେଲରେ ଆଣିବା ପାଇଁ ଯେତେକ ସବୁ ଟଙ୍କା ଖର୍ଚ୍ଚ ହବ ହେଇଟି ବାପା ଆରେ ମୋ ଭଣଜ ପରା ସବୁ ବହନ କରିବ ତୋର ସେଠି କିଛି ଅସୁବିଧା ହବନି ହେଇ ଗଲୁ ହେଇ ଆସିଲୁ ହେଇଟି ବାପା ଆମ ପାଖରେ ସମୟ ନାହିଁ କଣ କହୁଛୁ ଶୀଘ୍ର କହ ଆଉ ଆପଣଙ୍କ ସର୍ତ୍ତରେ ରାଜି ହେଇ କରନ୍ତୁ ବାବୁ ମୋତେ କ୍ଷମା କରନ୍ତୁ ମାମୁ ଆରେ ତାକୁ ବୁଝାଇବା କିଛି ଦରକାର ନାହିଁ ସେ ତାକୁ ବିନା ସର୍ତ୍ତରେ କୋଉ ଲକ୍ଷ ଟଙ୍କା ମିଳୁଛି ସେ ଆଣୁ ଆମର କଣ ଯାଇଛି ଆସିଲ ଆମେ ଯିବା ଆସିବ ଧନ୍ୟ କହିବ ମତେ ଆରେ ଭଣଜା ଆରେ କଥାରେ ଅଛି ପରା ଶଳା ଭାଇ ପରା ମା ପେଟରୁ ଭଗା ଆରେ ଇଏ ଶଳାଟି ଭାବୁଛି କାଳେ ତା ଭାଇ ଚାକିରି କରିଦବ କହିଲେ ଶଳା ଆରେ ତୁ ତାକୁ ଏତେ ପାଠ ପଢଉଥିଲୁ କାହିଁକି ନା ସେ ଚାକିରି କରିପାରିବ ନା ସେ ମିଲରେ ମୂଲ ଲାଗି ପାରିବ ଏଇଠି ବାପା ଆମେ ତତେ ଶେଷ ଥର ପାଇଁ ପଚାରୁଛୁ ତମ ପ୍ରସ୍ତାବରେ ରାଜି ନା ନାହିଁ ତମ ପ୍ରସ୍ତାବରେ ରାଜି କି ନାହିଁ ତମ ପ୍ରସ୍ତାବରେ ରାଜି କି ନାହିଁ ଆରେ ତମ ପ୍ରସ୍ତାବରେ ରାଜି କି ନାହିଁ ଓହୋ ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି ଚାକିରି ପାଇଁ ମୋର ନିହାତି ଲକ୍ଷେ ଟଙ୍କା ଦରକାର ବାବୁ ମୋତେ ଟଙ୍କା ଦିଅନ୍ତୁ ବାବୁ ମୋତେ ଟଙ୍କା ଦିଅନ୍ତୁ ଧନ୍ୟ କହିବ ମତେ କହିଲେ ବାପା ଆରେ ଆମେ କଣ ତତେ ଟଙ୍କା ଦେଇନଥିଲୁ ଆରେ ତୁ ଏମିତି ବିକଳିକା ଭଳିଆ କାହିଁକି ହଉଛୁ କିରେ ନେ ବାପା ନେ ପୁରା ଲକ୍ଷେ ଟଙ୍କା ଅଛି ଯା ଭାଇଟାକୁ ମଣିଷ କରିଦେ ଶଳା ନା ରହିବ ରେ ନା ରହିବ ଶଳା ସେଇ କାମ କରିବୁ ଶେଷକୁ ବଅଁସ ବୁଡେଇ ମାରିବୁ ଯା ବାପା ଯା ଆଉ ଫେରିବୁନି ତୁ ଯା ଆସୁଛି ବାବୁ ହେଇଟି ବାପା କାମଟା ଯେପରି ଭୁଲି ନ ଯାଉ ସେଟାକୁ ମାନିବାକୁ ପଡିବ ଧନ୍ୟ କହିବ ମତେ ଆରେ କଣ ଯା ଆରେ ତୁ ପୁରା ତ ମାମୁଁ ଠାରୁ ଚାରି ପାଣି ସରସ ଆରେ ମୁଁ ଡାଳେ ଡାଳେ ଗଲେ ତୁ ଖାଲି ପତରେ ପତରେ ଯାଉଛୁ ମାମା ମୁଁ ହେଲେ ଶିବ କାହା ପାଇଁ ଶିବୁ ତ କାହା ପାଇଁ ଶିବା ଆଉ କାହା ପାଇଁ ଶିବ ସୁନ୍ଦର ସେ ସୋରାଟା ଜେଲକୁ ଗଲାନି ଯେ ସେଠି ବସି ଭାବିବ ଆଉ କହିବ ମୋ ଭାଗ୍ୟର ଦୋଷ ନା ମୋ କର୍ମର ଦୋଷ ଭାଇ ଭାଇ କଣ ହେଇଛି ଭାଇଆ ତମେ ଏଠି ମୁଁ ତମକୁ ଡାଇନିଂ ରୁମରେ ଅପେକ୍ଷା କରୁଛି କଣ ଭାଇ କଣ ହେଇଛି କଣ ନାଇଁ କି କଣ ତତେ କହିଛି କି କହ ନାଇଁ ନାଇଁ ଭାଇ କିଛି ନାହିଁ ଆରେ କଣ ହେଇଛି ତ କହ ଭାଇ ତମେ ଆଉ କାହିଁକି ସେଠି ଠିଆ ହେଲ ଭିତରକୁ ଆସ ମାୟା ଏଥିଲାଗି ଭାଇ ମୁଁ ତମକୁ ଯୋଉ ପିଲା କଥା କହୁନଥିଲି ମାନେ ମାନେ ମୋ ବୟଫ୍ରେଣ୍ଡ ଇଏ ହଉଛନ୍ତି ସେଇ ପିଲା ନମସ୍କାର ହଁ ଆଚ୍ଛା ତୁମର ମୋ ନାଁ ଜ୍ୟୋତି ଦାସ ଜ୍ୟୋତି ଦାସ ଆଚ୍ଛା ତମେ କଣ କରୁଛ ମୁଁ ଏବେ ଓଡ଼ିଶା ପୋଲିସରେ ଇଣ୍ଟରଭ୍ୟୁରେ ସିଲେକ୍ସନ ହୋଇଛି ଆସନ୍ତା 25 ତାରିଖରେ ଇନ୍ସପେକ୍ଟର ଭାବରେ ଜଏନ୍ କରିବି ଗୁଡ୍ ଗୁଡ୍ ଭେରି ଗୁଡ୍ ପାଠ ପଢା ପରେ ପରେ ଚାକିରିଟା ପାଇଗଲ ସେଥିପାଇଁ ମୁଁ ବହୁତ ଖୁସି ଆଉ ଆଜିକାଲି ଦୁନିଆରେ ଦେଖିଛ ନା ନାହିଁ ଚୋରି ଡକାତ ଖଣ୍ଟ ଏମାନଙ୍କୁ ଆଡଜଷ୍ଟ କରି ଚାଲିବା ବହୁତ କଷ୍ଟ ଆଚ୍ଛା କଣ ଯେ ତୁମ ନାଁଟା ଭାଇ
ହଁ ଆଚ୍ଛା ଜ୍ୟୋତି ଆଚ୍ଛା ମାୟା ଗୋଟେ କାମ କର ଆକୁ ନେଇ ଟିକେ କୋଲ୍ଡ ଡ୍ରିଙ୍କସ୍ କଫି ଦେ ସରି ଯଦି ଟିକେ ଭୁଲ ହେଇଗଲା। ନାଇଁ ମାୟା ଏବେ ନୁହେଁ ପରେ କେବେ ଆସିଲେ ପିଇନେବି କାମ ଶୀଘ୍ର ଆସୁଛି ବାଏ ନମସ୍କାର ଆଜ୍ଞା ମାୟା ତୋତେ ଯେମିତି ହେଲେ ଏ ଜ୍ୟୋତିକୁ ନିଜର କରିବାକୁ ପଡିବ କାହିଁକି ନା ଆମର ପୋଲିସ ବାଲା ଗୋଟେ ଦରକାର ଭାଇ ମୋ ନାଁ ହଉଛି ମାୟା। ମାନବୀ ନୁହେଁ ମାୟା। ମାୟାର ମାୟା ଚାଲରେ ସେ ଏମିତି ଛନ୍ଦି ହେଇଯାଇଛି ମୋ ବସ୍ କହିଲେ ବସୁଛି ଆଉ ଉଠ କହିଲେ ଉଠୁଛି। ଶିବ ସୁନ୍ଦର ଶ୍ୟାମ ସିଂହ ଗୋଟାଏ ପରେ ଗୋଟାଏ କେସ୍ କରି ଚାଲିଥିବ ହେଲେ ଆରେଷ୍ଟ ହେଉନଥିବ ବିଳମ୍ବରେ ଫେରିବା ଯେ କେତେ ଯନ୍ତ୍ରଣାଦାୟକ ସେ କାହା ବୁଝିବ ସତରେ ମଙ୍ଗଳା ପରି ଭଳି ଝିଅଟିଏ ଖାଲି ପରି ନୁହେଁ ତ ଅଲଗା ପାଇବାର ମୂର୍ତ୍ତିମନ୍ତ ବିଗ୍ରହଟିଏ ହେ ଭଗବାନ ବନ୍ଦନା ଦେବୀ ମୋର ସାରା ଜୀବନ ବଂଶାଦୀ ହୋଇ ରହିଯାଉ I love you, Prita. I love you. I love you Vandana I love you ପ୍ରତୀକ୍ଷା ଯଦି ବା ଯନ୍ତ୍ରଣାଦାୟକ ତା ଭିତରେ ଅନେକ ଆନନ୍ଦ ରହିଛି ଏବେ ତ ମୁଁ ଦେଖୁଛି ଆ ଭିତରେ ତମେ ବହୁତ ବଡ ଭାବୁକ ଆଉ ଦାର୍ଶନିକ ପାର୍ଟି କଲଣି। ନାଇଁ ବନ୍ଦନା ପ୍ରକୃତିରେ ମନଲୋଭା ଦୃଶ୍ୟ ଅସ୍ତଗାମୀ ଦିନମଣିକ ସ୍ୱର୍ଣ୍ଣିମା ଆଭା ଆଉ ପକ୍ଷୀମାନଙ୍କର ଗୃହ ଫାଳିତ ମଧୁର କାକଳି ଆଉ ନାଉରିଆର ମଧୁର ସଙ୍ଗୀତ ଯେକୌଣସି ବ୍ୟକ୍ତିକୁ ରୋମାଣ୍ଟିକ ଭାବୁକ କରିଦେଇପାରେ ଥାଉ ସେସବୁ କଥା ଛାଡ଼ ମୋ ମତରେ ଏ କବି ଗୁରା ହଉଛନ୍ତି ଗୋଟେ ଲେଖା ପାଗଳ। ନାଇଁ ବନ୍ଦନା ତମେ ଯଦି ମୋ ଜୀବନ ପରି ଭିତରକୁ ନ ଆସିଥାନ୍ତ ମୁଁ ଗୋଟେ ହିମାଳୟ ଯାଇ ବୈରାଗ୍ୟ ପାଲଟି ଯାଇଥାନ୍ତି ଏବେ ତ ତମେ ହଉଛ ଧନୀ ଘରର ପୁଅ ତମେ ଯଦି ଚାହିଁଥାନ୍ତ ଅନେକ ଧନୀ ଘରର ଝିଅ ତମ ପଛରେ ପଡିଥାଏ। ହଁ ତମ ପାଖରେ ସତ୍ୟତା ରହିଛି ହେଲେ ସେମାନେ କଣ ମତେ ତମ ପରି ଭଲ ପାଇବା ଦେଇଥାନ୍ତେ ସେମାନଙ୍କ ଆଧୁନିକ ଜୀବନ ଶୈଳୀରେ ମୁଁ ଅଣଇଚ୍ଛା ଦେଇଥାନ୍ତି ଏବେ ତ ତମେ ମୋ ଭିତରେ ଏମିତି କଣ ଦେଖି ରହିଛି ତମ ଘର ପରିବାର ଏ ସମାଜର ଧନୀ କରିବ ଏ ପାଚେରୀକୁ ଭାଗି ଦେଇ ମୋତେ ଜୀବନସାଥୀ କରିବ ବୋଲି ଚାଲିଛି। ଧନରୁ ପ୍ରକୃତ ସୁଖ ମିଳେ ନାହିଁ ବନ୍ଦନା ଭଗବାନଙ୍କର ବିଚିତ୍ର ସୃଷ୍ଟି ତମେ କହିଲ ବନ୍ଦନା ସମୁଦ୍ର ମୁକ୍ତା ଆଉ କଳାମେଘ ମଧ୍ୟର ବିଜୁଳି ସ୍ୱର୍ଣ୍ଣିମ ଛଳ କାହିଁକି ସୃଷ୍ଟି ଭଗବାନ ତୁମକୁ ତୁମ ପରିବାରକୁ ଧନ ଦେଇନାହିଁ ସତ ହେଲେ ଦେଇଛନ୍ତି ସଂସ୍କାର ଆଉ ଦେଇଛନ୍ତି କୋଟିପତିର ହୃଦୟ ଏବେ ତ ମତେ କିନ୍ତୁ ଭାରି ଡର ଲାଗୁଛି ଏ ଭଗବାନ ମୋ ସବୁ ସୁଖକୁ ଛଡେଇ ନେବେନି ତ
ছি বন্ধনা ব্যস্ত হওনি মোর এক্সাম ଅଛି ମୁଁ କିଛି ଦିନ ପାଇଁ କଲିକତା ଯାଉଛି ସେଠାରୁ ଫେରିଲା ପରେ ସେଠାରୁ ଫେରିଲା ପରେ ଛାୟା ସହିତ କାୟା ମିଶିଲା ଭଳି ମୁଁ ତୁମ ଚତୁଃପାର୍ଶ୍ୱରେ ଘୁରିବି ତମେ ଆକାଶରେ ମୁଁ ପାଳିତେ ଯିବି ପୃଥିବୀ ଆଉ ତମରି ଭିତରେ ମୁଁ ମୋ ପ୍ରତିବିମ୍ବ ଦେଖିବି ଏବେ ତ ସ୍ୱର୍ଗର ସୁଖ ଦେଖି ଫୁଲ ଭାବେ ଗୋଡ଼ରେ ଆଡ଼େଇ ଦେବନି ତ জননী ভগিনী জায়া জানির এই তিন যুবকু মু সম্মান দিয়ে আসছি হ্যাঁ বন্দনা ফেরিলা বেড়ে কলিকতার তম পাই কন নিয়ে আসছি কুহ না ଏବେ ତ ଭଲ ପାଇବା ଭିତରେ ଦବା ଦବାର ପ୍ରଶ୍ନ ଉଠୁଛି କୋଉଠି କହିଲ ଏବେ ତ ମୁଁ କେବଳ ତମର ଭଲ ପାଇବା ଚାହେଁ ତମେ ଏପର୍ଯ୍ୟନ୍ତ ମତେ ଚିହ୍ନି ପାରିଲନି ତମେ ଯଦି ମତେ ଆଣିବା ପାଇଁ କିଛି ନ କୁହ ତାହେଲେ ମୁଁ ତମ ସହିତ ଜମା କଥା ହେବି ଆରେ ମୁଁ ଦେଖୁଛି ମୋ ବାବା ତ ପୁରା ରାଗିଗଲେ ହଉ ବାବା ହଉ ତମେ ମୋ ପାଇଁ ପୌରାଣିକ ପଢ଼ିବେ ହଁ ତମେ ଆସିଲା ବେଳକୁ ନା ମୋ ପାଇଁ ଗୋଟେ ଗଜରା ହାତେ ଆଣିବ কলিকতার দোকান বাজারে আখি ঝলসা করুଥିବା দ্রব্য দেখিলে আখি ফেরাই ହୁଏ না সে দামি বজারু ମୋ ପ୍ରେମିକା ପାଇଁ ସାମାନ୍ୟ ଗଜରା ମାଳି ଆଣିବି ଏବେ ତ ସେ ସାମାନ୍ୟ ଗଜରା ସେ ହବ ଆମ ପ୍ରେମର ପ୍ରଥମ ସ୍ମୃତି ତାକୁ ମୁଁ ସାରା ଜୀବନ ସାଇତି ରଖିବି ଏବେ ତ ତମ ସହିତ କଥା ହଉ ମୋ ପୁରା ଡେରି ହେଇଗଲାଣି ଦେଖୁଛ ନା ସେପଟେ ମୋର ଅନେକ କାମ ଅଛି ବାଏ
বলছি মনে রেখেছিস জানি না তুই পাই